ଆଜି ଆମ ଆଲୋଚନାର ବିଷୟବସ୍ତୁ ହେଉଛି ପ୍ରଡକ୍ସନ୍, ସର୍କୁଲେସନ୍ ଆଣ୍ଡ କଞ୍ଜମ୍ପସନ୍ ବା ଉତ୍ପାଦନ, ବିତରଣ ଏବଂ ଉପଭୋଗ। ଆମେ ଗତକାଲିର କ୍ଲାସ୍ରେ ଆମେ କିଭଳି ଭାବେ ଆଲୋଚନା କରିଥିଲେ ଯେ ଯେଉଁ ଆମର ଏକ୍ସଚେଞ୍ଜ ବା ଆଦାନ ପ୍ରଦାନ ସିଷ୍ଟମ ବା ଯେଉଁ ଆମର ଗିଫ୍ଟ ସିଷ୍ଟମ ଥିଲା ବା ଉପହାର ଦେବା ନେବାର ଯେଉଁ ପ୍ରଥା ଥିଲା, ଏହା କିଭଳି ବିଭିନ୍ନ ସମାଜରେ ବା ବିଭିନ୍ନ ସମୟରେ ଏବଂ ବିଭିନ୍ନ ଯେଉଁ କମ୍ୟୁନିଟି ରହିଥିଲା ବା ଗୋଷ୍ଠୀ ରହିଥିଲା ଏହାକୁ ନେଇ କିଭଳି ଭାବରେ ଭ୍ୟାରି କରୁଥିଲା ବା ବଦଳୁଥିଲା ଏବଂ ଏହାକୁ ନେଇ କିଭଳି ଭାବରେ ଦୁଇ ଯେଉଁ ଗୋଷ୍ଠୀ ରହିଲେ, ଗୋଟିଏ ପକ୍ଷରେ ଅର୍ଥନୀତି ସମାଜଶାସ୍ତ୍ର ଅର୍ଥନୀତିର ସ୍କଲାର ମାନେ ବା ଇକୋନୋମିକ୍ସର ସ୍କଲାର ମାନେ, ଇକୋନୋମିକ୍ସର ସ୍କଲାର ମାନେ ଏବଂ ଅନ୍ୟ ପାର୍ଶ୍ୱରେ ଯେଉଁ ସମାଜଶାସ୍ତ୍ର ଆର୍ଥିକ ସମାଜଶାସ୍ତ୍ରର ସ୍କଲାର ମାନେ ରହିଲେ, ସେମାନେ କିଭଳି ତାଙ୍କର ମତ ଉପସ୍ଥାପନ କରିଥିଲେ। ଆଜି ଆମେ ଦେଖିବା ଗତକାଲିର କ୍ଲାସ୍ରେ ଆମେ ମଧ୍ୟ ଆଲୋଚନା କରିଥିଲେ କିଭଳି ଏହି ଯେଉଁ ପ୍ରଥା ହଣ୍ଟିଂ ଆଣ୍ଡ ଗ୍ୟାଦରିଂ ସୋସାଇଟିରେ ମଧ୍ୟ କିଭଳି ପ୍ରଚଳିତ ଥିଲା, କିଭଳି ସେମାନେ ତାଙ୍କର ଯେଉଁ ଆମର ପଶୁ ପକ୍ଷୀମାନଙ୍କର ଛାଲ ଥିଲା ତାକୁ କିଭଳି ସେମାନେ ତାଙ୍କର ଏକ୍ସଚେଞ୍ଜ ସିଷ୍ଟମ ବା ଯେଉଁ ଏକ୍ସଚେଞ୍ଜ ବ୍ୟବସ୍ଥା ଥିଲା ସେଥିରେ ଆଦାନ ପ୍ରଦାନ ବ୍ୟବସ୍ଥାରେ କିଭଳି ଭାବେ ବ୍ୟବହାର କରୁଥିଲେ। ଆଜି ଆମେ ଦେଖିବା ଏଇ ଯେଉଁ ହଣ୍ଟିଂ ଆଣ୍ଡ ଗ୍ୟାଦରିଂ ସୋସାଇଟି ବା ଯେଉଁ ସମାଜ ଥିଲା ଯେଉଁଥିରେ ଲୋକମାନେ ବା ସମାଜର ଯେଉଁମାନେ ବ୍ୟକ୍ତିବିଶେଷ ମାନେ ଥିଲେ ସେମାନେ କିଭଳି ଭାବେ ହଣ୍ଟିଂ ଆଣ୍ଡ ଗ୍ୟାଦରିଂ ବା ଶିକାର ଦ୍ୱାରା ଏବଂ ସଂଗ୍ରହ ଯେଉଁ ଆମର ବନଜାତ ଦ୍ରବ୍ୟ ଗୁଡ଼ିକ ରହିଲା ସେଗୁଡ଼ିକ ସଂଗ୍ରହ କରି ସେମାନେ କିଭଳି ଆଲୋଚନା କରିବାକୁ ଯାଉଛେ। ଏଥିରେ ଆମେ ଆଲୋଚନା କରିବା ତିନୋଟି ବିଷୟକୁ ଗୁରୁତ୍ୱ ଦେଇ। ଗୋଟେ ହେଲା ପ୍ରଡକ୍ସନ୍, ସେମାନେ ଉତ୍ପାଦନ କିଭଳି ଭାବେ କରୁଥିଲେ, ସର୍କୁଲେସନ୍ ବା ବିତରଣ ସେମାନଙ୍କ ମଧ୍ୟରେ କିଭଳି ଭାବରେ ହେଉଥିଲା ଏବଂ କଞ୍ଜମ୍ପସନ୍ ସେମାନେ କିଭଳି ଭାବେ ସେ ଯେଉଁ ଉପଭୋଗ ଯେଉଁ ପ୍ରକ୍ରିୟା ଥିଲା ସେମାନେ କିଭଳି ଭାବେ କରୁଥିଲେ। ଯଦି ଆମେ ଦେଖିବା ଯେଉଁ ମାନବ ସମାଜ ଆମର ରହିଛି ବା ହ୍ୟୁମାନ୍ ସୋସାଇଟି ଯେଉଁ ରହିଛି, ଆମେ ଦେଖିବା ଏହା ଅନେକ କଷ୍ଟ ବା ଫେଜ୍ ଦେଇ ବା ସୋପାନ ଦେଇ ଗୋଟିଏ ପୁରାତନ ବା ପ୍ରାଚୀନ ସମାଜରୁ ଗୋଟିଏ ଆଡ଼ଭାନ୍ସ ବା ଯାହାକୁ ମଡ଼ର୍ଣ୍ଣ ସମାଜ ଆମେ କହିଥାଉ ବା ଆଧୁନିକ ସମାଜରେ ପାଦ ଦେଇଛି। ଏବଂ ଯଦି ଦେଖାଯାଏ ଆମେ ଗତକାଲିର କ୍ଲାସ୍ରେ ଆମେ ଆଲୋଚନା କରିଥିଲେ ଯେ ପ୍ରଥମ ଯେଉଁ ସମାଜ କୁହାଯାଏ ମାନବ ସମାଜ, ମାନବ ସଭ୍ୟତା, ତାକୁ ହଣ୍ଟିଂ ଆଣ୍ଡ ଗ୍ୟାଦରିଂ ସୋସାଇଟି, ଯେଉଁଠାରେ ଲୋକମାନେ ଶିକାର କରୁଥିଲେ ଏବଂ ବନଜାତ ଦ୍ରବ୍ୟ ବା ଫରେଷ୍ଟ ଯେଉଁ ଗୁଡ୍ସ ଥିଲା ସେଗୁଡ଼ାକ କିଭଳି ସଂଗ୍ରହ କରି ନିଜର ଜୀବନଯାପନ କରୁଥିଲେ, ତାହାକୁ ପ୍ରଥମ ସଭ୍ୟତା ଭାବରେ ଧରାଯାଏ। ଆଉ ଯଦି ଦେଖାଯାଏ ଆମର ହଣ୍ଟିଂ ଆଣ୍ଡ ଗ୍ୟାଦରିଂ ସୋସାଇଟି, ଆମେ ପୁଙ୍ଖାନୁପୁଙ୍ଖ ଭାବେ ଆଜି ଆଲୋଚନା କରିବା ଏ ବିଷୟରେ। ଯଦି ଦେଖିବା ଯେ ଏହି ଯେଉଁ ସମାଜ ଥିଲା, ଏହି ସମାଜରେ ମୁଖ୍ୟତଃ ଯେଉଁ ବ୍ୟକ୍ତିବିଶେଷ ମାନେ ଥିଲେ ବା ମେମ୍ବର ମାନେ ଥିଲେ ବା ଲୋକମାନେ ଥିଲେ, ସେମାନେ ମୁଖ୍ୟତଃ କାହା ଉପରେ ନିର୍ଭର କରୁଥିଲେ ନିଜର ଜୀବନ ବା ଜୀବିକା ନିର୍ବାହ କରିବା ପାଇଁ। ସେମାନେ ମୁଖ୍ୟତଃ ଆନିମଲ ହଣ୍ଟିଂ ବା ଯେଉଁ ପଶୁ ଶିକାର ଉପରେ ନିର୍ଭର କରୁଥିଲେ, ଫିସିଂ କରୁଥିଲେ ବା ମାଛ ଧରୁଥିଲେ ଏବଂ ଯେଉଁ ଆମର କଲେକ୍ସନ ଅଫ୍ ସିଡ୍ସ ଆଣ୍ଡ ଅଦର ପ୍ଲାଣ୍ଟ ଏକ୍ସଟ୍ରାକ୍ଟସ୍ ବା ଯେଉଁ ମଞ୍ଜି ଆମର ଯେଉଁ ମଞ୍ଜିକୁ ସେମାନେ ଗ୍ରହଣ କରିବେ, ଯେଉଁଟା ଏଡିବଲ୍, ଯାହାକୁ ସେମାନେ ଖାଇପାରିବେ, ସେଇ ଯେଉଁ ମଞ୍ଜି ଏବଂ ଯେଉଁ ଗଛର ଯେଉଁ ଆଗରୁ କୁହାଯାଉଥିଲା ଯେଉଁ ଉଇଡ୍, ମୂଳ, ଚେର ଯାହା ସେମାନଙ୍କର ଦରକାର, ଏଇସବୁ ଯେଉଁଗୁଡ଼ିକ ମଣିଷ ଗ୍ରହଣ କଲେ କୌଣସି କ୍ଷତି ହେବ ନାହିଁ, ସେଇ ଯେଉଁ ବନଜାତ ଦ୍ରବ୍ୟ ଗୁଡ଼ିକ କଲେକ୍ଟ କରି ସେମାନେ ତାଙ୍କର ଜୀବନ ଏବଂ ଜୀବିକା ନିର୍ବାହ କରୁଥିଲେ। ଯଦି ଦେଖାଯାଏ ଏହା ଏଭଳି ଏକ ସମାଜ ଥିଲା ବା ଏଭଳି ଏକ ସଭ୍ୟତା ଥିଲା ଯେଉଁଠାରେ ଲୋକମାନେ କେବଳ ପ୍ରାକୃତିକ ଯେଉଁ ସମ୍ପଦ ଥିଲା ତାହାରି ଉପରେ ହିଁ ନିର୍ଭର କରୁଥିଲେ। ନ୍ୟାଚୁରାଲ ରିସୋର୍ସେସ୍ ଆମର ରହିଥିଲା ତାହାରି ଉପରେ ହିଁ ନିର୍ଭର କରୁଥିଲେ ନିଜର ଜୀବନ ଏବଂ ଜୀବିକାକୁ ନିର୍ବାହ କରିବା ପାଇଁ। ଏବଂ ଯଦି ଦେଖାଯାଏ ସେଇ ଯେଉଁମାନେ କେବଳ ହିଁ ପ୍ରାକୃତିକ ସମ୍ପଦ ବା ପ୍ରାକୃତିକ ଯେଉଁ ନ୍ୟାଚୁରାଲ ରିସୋର୍ସେସ୍ ରହୁଥିଲା ତାରି ଉପରେ ନିର୍ଭର କରି ଯେଉଁ ଜୀବିକା ଏବଂ ଜୀବନ ନିର୍ବାହ କରୁଥିଲେ, ସେମାନଙ୍କୁ ଆନ୍ଥ୍ରୋପୋଲୋଜିଷ୍ଟ ମାନେ କହୁଥିଲେ ଯେ ସେମାନେ ହେଲେ ପ୍ରଥମ ସଭ୍ୟତାର ଲୋକ ଏବଂ ତାଙ୍କୁ ହଣ୍ଟର୍ସ ଆଣ୍ଡ ଗ୍ୟାଦରର୍ସ ବୋଲି କୁହାଯାଉଥିଲା। ଏବଂ ଯଦି ଆମେ ଦେଖିବା ଏଇ ଯେଉଁ ସମାଜ ଥିଲା, ଏ ଯେଉଁ ହଣ୍ଟର ଆଣ୍ଡ ଗ୍ୟାଦରର୍ସଙ୍କର ଯେଉଁ ସମାଜ ଥିଲା, ଏହା ମୁଖ୍ୟ ଯେଉଁ ପାରିପାର୍ଶ୍ୱିକ ପରିବେଶ ଥିଲା ବା ନ୍ୟାଚୁରାଲ ସରାଉଣ୍ଡିଙ୍ଗସ୍ ଥିଲା,
ତାହା ଉପରେ ନିର୍ଭର କରୁଥିଲେ। ଆଉ ଯଦି ଦେଖାଯାଏ ସେମାନେ ଯେତେବେଳେ ଶିକାର କରିବା ପାଇଁ ଯାଉଥିଲେ ସେମାନେ ସବୁବେଳେ କଲେକ୍ଟିଭଲି ଯାଉଥିଲେ ବା ଗୋଟେ ଦଳ ହୋଇ ଯାଉଥିଲେ। ସାଙ୍ଗରେ କେବେ ଦେଖାଯାଏ ଏଭଳି ଦେଖାଯାଏନି ଯେ ଏକୁଟିଆ ଜଣେ ଲୋକ ବା ଦୁଇ ଜଣ ଲୋକ ଯାଇଛନ୍ତି କେବଳ ଗୋଟିଏ ଲୋକ କେବଳ ଯାଇଛି ଶିକାର କରିବା ପାଇଁ, ବରଂ ଦେଖାଯାଏ ଯେ ସବୁବେଳେ ଗୋଷ୍ଠୀ ହେଇ ସେମାନେ ଯାଉଥିଲେ ବା ଦଳ ହୋଇ ଯାଉଥିଲେ ଶିକାର କରିବା ପାଇଁ। ଆଉ ଯେତେବେଳେ ସେମାନେ ଶିକାର କରିବା ପାଇଁ ଯାଉଥିଲେ ସେମାନେ ସବୁବେଳେ ନିଜର ଯୋଉ ଦାୟିତ୍ୱ ରହିଛି ତାକୁ ସବୁବେଳେ ଦାୟିତ୍ୱଟାକୁ ବଣ୍ଟନ କରୁଥିଲେ। କିଏ କୋଉ ଜାଗାରେ ରହିବ ବା କୋଉ ପାର୍ଶ୍ୱକୁ ଯିବ କିମ୍ବା କୋଉ ଯୋଉ ଜଙ୍ଗଲ ଥିଲା ବା ଫରେଷ୍ଟ ଥିଲା ତାର କୋଉ ଦିଗରେ ଯିବ ଏଇ ଏବଂ କିଏ କୋଉ କାମ କରିବ ତାହା ସବୁବେଳେ ସେମାନେ ଯଦିଓ ସେମାନେ ଦଳ ହେଇଯାଉଥିଲେ କିନ୍ତୁ ତାଙ୍କ ଭିତରେ ଯୋଉ କାମଟିକୁ ସେମାନେ ପ୍ରଥମେ ବାଣ୍ଟି ଦଉଥିଲେ ଏବଂ ଏଇ ଯୋଉ ବାଣ୍ଟିବା କାମ ବାଣ୍ଟିବା ଆ, କୁ ଯଦି ଆମେ ଦେଖିବା ଏହା ସେମାନେ ଇକ୍ୱାଲି ବାଣ୍ଟୁଥିଲେ ବା ସମାନତା ଭାବରେ ବାଣ୍ଟୁଥିଲେ। ଏମିତି ନଥିଲା କି ଜଣେ ବେଶୀ କାମ କରିବ ଆଉ ଜଣେ କମ କାମ କରିବ, ବରଂ ସେମାନେ ସବୁବେଳେ ଦେଖାଯାଏ ଯେ ସେମାନେ ଇକ୍ୱାଲି ବାଣ୍ଟୁଥିଲେ ବା ସମାନତା ଭାବରେ ବାଣ୍ଟୁଥିଲେ। ଏବଂ ଦେଖାଯାଏ ଯେ ଅନେକ ସମୟରେ ସେମାନେ ଯୋଉ ଶିକାର କରି ଯୋଉ ଆଣନ୍ତି ଯୋଉ ତାଙ୍କର ଗୋଟେ ଆନିମଲ ହେଲା କିମ୍ବା ଯୋଉ କଲେକ୍ଟ କରନ୍ତି ଯୋଉ ଆମର ବନଜାତ ଦ୍ରବ୍ୟ ତାକୁ ସେମାନେ ସବୁବେଳେ କିଛି ଜିନିଷ ସେମାନେ ସଞ୍ଚୟ କରି ରଖିଥାନ୍ତି, ଯାହାକି ତାଙ୍କର ଯେତେବେଳେ କ୍ରାଇସିସ୍ ବା କୌଣସି ସର୍ଟେଜ ଆସେ ବା କୌଣସି ଦୁର୍ବିପାକ ଆସେ ସେତେବେଳେ ତାଙ୍କର କାମରେ ଲାଗିଥାଏ। ଏବଂ ଯଦି ହଣ୍ଟ ବା ଯୋଉ ଶିକାର କରା ଯୋଉ ୱାର୍ଡଟି ଆମେ ସମାଜଶାସ୍ତ୍ରର ସ୍କଲର ମାନେ ବା ବିଜ୍ଞାନୀ ମାନେ ୟୁଜ୍ କରିଛନ୍ତି, ଏହା ମାନେ ନୁହେଁ ଯେ କେବଳ ସେମାନେ ଜୀବଜନ୍ତୁଙ୍କୁ ଶିକାର କରୁଥିଲେ, ବରଂ ଶିକାର ମାନେ ଏହା ଜୀବଜନ୍ତୁଙ୍କ ଶିକାର ହଉ କିମ୍ବା ସେ ଯୋଉ ସଂଗ୍ରହ କରୁଥିଲେ ଫଳ ମୂଳ ଏବଂ ପନିପରିବା ତାକୁ ମଧ୍ୟ ତାଙ୍କୁ ହଣ୍ଟିଂରେ ଗଣା ଯାଉଥିଲା। ଏବଂ ଯଦି ଦେଖାଯାଏ ଏହି ଯୋଉ ସମାଜ ଥିଲା ଏଠି ଜେଣ୍ଡର ଡିଭିଜନ ଅଫ ଲେବର ଥିଲା ବା ଆମର ଯୋଉ କୁହାଯାଏ ଯୋଉ ପୁରୁଷ ଏବଂ ନାରୀ ଭିତରର ଯୋଉ ଜେଣ୍ଡର ଡିଭିଜନ ଥିଲା ବହୁତ ସମୟରେ ଏହାକୁ ନେଇକରି ତର୍କ ଏବଂ ବିତର୍କ ହେଇଛି। ଯଦି ସୋସିଓଲୋଜିଷ୍ଟ ମାନେ ବହୁତ ସମାଜଶାସ୍ତ୍ରର ସ୍କଲର ମାନେ ରହିଲେ ବା ସମାଜ ବିଜ୍ଞାନ ମାନେ ରହିଲେ ସେମାନେ କୁହନ୍ତି ଯେ ଯୋଉ ଟ୍ରାଡିସନାଲ ସୋସାଇଟି ଥିଲା ସେଠି ଆକ୍ଚୁଆଲି ଜେଣ୍ଡର ଡିଭିଜନ ଅଫ ଲେବର ନଥିଲା, କିନ୍ତୁ ଆଉ ଗୋଟେ ଗ୍ରୁପ ଯୋଉମାନେ ଅଛନ୍ତି ସେମାନେ କୁହନ୍ତି ନାଇଁ ସେଠି ଜେଣ୍ଡର ଡିଭିଜନ ଅଫ ଲେବର ଥିଲା। ଯଦି ଆମେ କହିବା ଜେଣ୍ଡର ବେସ୍ ଇନଇକ୍ୱାଲିଟି ହୁଏତ ନଥାଇପାରେ, କିନ୍ତୁ ଜେଣ୍ଡର ବେସ୍ ଡିଭିଜନ ଅଫ ଲେବର ଥିଲା ଏବଂ ଗୋଟେ ସ୍ତ୍ରୀ ଗୋଟେ ନିର୍ଦ୍ଦିଷ୍ଟ କାମ କରୁଥିଲା। ଯେଭଳି ଆମର ଏଇ ଯୋଉ ହଣ୍ଟିଂ ଆଣ୍ଡ ଗ୍ୟାଦରିଂ ସୋସାଇଟିରେ ବା ସମାଜରେ ଦେଖାଯାଏ ଯେ ଯୋଉ ସ୍ତ୍ରୀ ଲୋକମାନେ ଥିଲେ ସେମାନେ ଖାଦ୍ୟ ରନ୍ଧାରନ୍ଧିଠୁ ଆରମ୍ଭ କରି ଏବଂ ଡୋମେଷ୍ଟିକ ଯୋଉ ଆମର ଛୋଟ ଛୋଟ ଯୋଉ କ୍ଷମା କରିବେ ଯୋଉ ଆମର ଛୋଟ ଜୀବଜନ୍ତୁ ମାନଙ୍କର ଶିକାରଠୁ ଆରମ୍ଭ କରି ଏବଂ ଘରର ଯୋଉ ଅନ୍ୟ କେତେ ଗୁଡ଼ିଏ କାମ ରହିଛି ତାକୁ କରୁଥିଲେ। ଏବଂ ସେ ଯୋଉ ଚାଇଲ୍ଡ ରେୟରିଂ ବା ଆମର ଯୋଉ ଛୋଟ ପିଲା ଯୋଉ ରହିଲେ ସେମାନଙ୍କର ଦେଖାଶୁଣା ଏବଂ ପରିବାରର ଅନେକ ଗୁଡ଼ିଏ କାମ ସେମାନେ କରୁଥିଲେ। କିନ୍ତୁ ଯଦି ମେଲ ମେମ୍ବର ମାନେ ଦେଖିବା ଯୋଉ ପୁରୁଷ ମାନଙ୍କୁ ଦେଖିବା ସେମାନେ ମୁଖ୍ୟତଃ ଶିକାର କରିବା ପାଇଁ ବାହାରି ଯାଉଥିଲେ। ଏବଂ ଏଠାରେ ଦେଖାଯାଏ ଯେ ଯୋଉ ଦୂର ଜାଗାକୁ ଯେତେବେଳେ ଶିକାର କରିବା ପାଇଁ ଯାଆନ୍ତି ସେମାନେ ମୁଖ୍ୟତଃ ପୁରୁଷ ଲୋକମାନେ ଯାଆନ୍ତି ଆଉ ସ୍ତ୍ରୀ ଲୋକମାନେ ଯାଇନଥାନ୍ତି। ଏବଂ ଆମେ ଯଦି ଦେଖିବା ଅନେକ ସମୟରେ ଯୋଉ ଫିମେଲ ମେମ୍ବର ମାନେ ବା ସ୍ତ୍ରୀ ଲୋକମାନେ ରହିଲେ ସେମାନେ ତାଙ୍କର ଯୋଉ ନିଜର ଯୋଉ ସମ୍ପ୍ରଦାୟ ଅଛି ତାର ମଧ୍ୟ ସୁରକ୍ଷା କରିଥାନ୍ତି। ଯେତେବେଳେ ପୁରୁଷ ଲୋକମାନେ ଶିକାରରେ ଯାଇଥାନ୍ତି ତାଙ୍କର ଯୋଉ କମ୍ୟୁନିଟି ବା ଯୋଉ ଗୋଷ୍ଠୀରେ ଯଦି ସ୍ତ୍ରୀ ଲୋକମାନେ ଥାନ୍ତି ଏବଂ ପୁରୁଷ ଲୋକମାନେ ନଥାନ୍ତି ବାହାରକୁ ଶିକାର ପାଇଁ ଯାଇଥାନ୍ତି, ସେଇ ସମୟରେ ସ୍ତ୍ରୀ ଲୋକମାନେ ତାଙ୍କର ଯୋଉ ଗୋଷ୍ଠୀକୁ ସୁରକ୍ଷା ପ୍ରଦାନ କରିଥାନ୍ତି। ଏବଂ ଯଦି ଦେଖାଯାଏ ଅନେକ କ୍ଷେତ୍ରରେ ଏଇ ଯୋଉ ସୋସାଇଟି ଥିଲା ବା ଏଇ ଯୋଉ ସମାଜ ଥିଲା ହଣ୍ଟର ଓ ଗ୍ୟାଦରର୍ସ ମାନଙ୍କର, ଏଠାରେ ଦେଖାଯାଏ ଯେ ସବୁବେଳେ ତାଙ୍କର ଯୋଉ ସଂସ୍କୃତି ସେମାନେ ତାକୁ ବହୁତ ପ୍ରାଧାନ୍ୟ ଦେଉଥିଲେ। ଏବଂ ଦେଖାଯାଏ ଯେ ସବୁବେଳେ ଗୋଟେ ଲୋକ ତାର ବ୍ୟକ୍ତିଗତ ସ୍ୱାର୍ଥ ଯୋଉ ରହିଛି ତାକୁ କେବେ ତାର ଯୋଉ ଆମର ସଂସ୍କୃତିକୁ ବଞ୍ଚେଇବା ପାଇଁ ଆସେ ବା ସିଏ ଯେତେବେଳେ ଗୋଟେ ବ୍ୟକ୍ତି ବିଶେଷ ଯେତେବେଳେ ଦେଖେ ଯେ ତାର ସଂସ୍କୃତି ବିପଦରେ ଅଛି ବା କୌଣସି ତାର ଗୋଷ୍ଠୀ ବିପଦରେ ଅଛି, ତେଣୁ ସିଏ ସେତେବେଳେ ତାର ଆତ୍ମସ୍ୱାର୍ଥକୁ ଜଳାଞ୍ଜଳି ଦେଇ ସେ ସବୁବେଳେ ଚେଷ୍ଟା କରିଥାଏ ଯେ କିଭଳି ଭାବେ ତାଙ୍କର ଯୋଉ ଗ୍ରୁପ ବା ଗୋଷ୍ଠୀର ଯୋଉ ଇଣ୍ଟରେଷ୍ଟ ଅଛି ତାକୁ କେମିତି ପ୍ରୋଟେକ୍ଟ କରିବ ବା ସୁରକ୍ଷା ଦେବ। ଏବଂ ଦେଖାଯାଏ ଯେ ଏଇ ଯୋଉ ହଣ୍ଟିଂ ବେଳେ ବା ଶିକାର କଲା ବେଳେ ସେମାନେ ସବୁବେଳେ ଗୁମ୍ଫାରେ
ତାଙ୍କର ଯେଉଁ ଆମର ବାସସ୍ଥାନ ବା ତାଙ୍କର ଯେଉଁ ସେଲ୍ଟର ନିର୍ମାଣ କରିଥାନ୍ତି ଏବଂ ଅନେକ ସମୟରେ ମଧ୍ୟ ଦେଖାଯାଏ ଯେ ସେମାନେ ଯେଉଁ ଆମର ଗଛର ଡାଳ ଉପରେ ମଧ୍ୟ ମଞ୍ଚା ବାନ୍ଧିକି ରହିଥାନ୍ତି। ଅନେକ ସମୟରେ ଦେଖାଯାଏ ସେ ଯେଉଁ ଗୁମ୍ଫାରେ ବି ସେମାନେ ତାଙ୍କର ସେଲ୍ଟର ପ୍ରସ୍ତୁତ କରିଥାନ୍ତି ବା ବାସସ୍ଥାନ ପ୍ରସ୍ତୁତ କରିଥାନ୍ତି। ସେମାନେ ଗଛ ପତ୍ର ଗଛ ଡାଳ ଆଣି କାଟି ସେଗୁଡ଼ିକ ଘର ତିଆରି କରି ତାରି ମଧ୍ୟରେ ରହିଥାନ୍ତି ଏବଂ ସବୁବେଳେ ସେ ସେଇଭଳି ଜାଗା ବାଛିଥାନ୍ତି ଯୋଉଠି ତାଙ୍କୁ ଜଣାଅଛି ଯେ ଏଇ ଜାଗାଟି ଗୋଟେ ପ୍ରାକୃତିକ ଯୋଉ ଆମର କୁହାଯାଏ ସେଇ ଜାଗାରେ ତାଙ୍କୁ ସବୁଠୁ ଅଧିକ ଖାଦ୍ୟ ମିଳିବ। ଯେଭଳି ଆମର ହେଲା ଗୋଟେ ଜାଗା ଯୋଉଠି ଫଳ ଗଛ ଥାଇପାରେ କିମ୍ବା କୌଣସି ପ୍ଲାଣ୍ଟ ବା କୌଣସି ଗଛ ଥାଇପାରେ ଯୋଉଟା ଏଡିବୁଲ, ଯାହା ଖାଇ ହେବ, ଯାହାର ପତ୍ର ଖାଇ ହେବ କିମ୍ବା ଯାହାର ଡାଳ ଖାଇ ହେବ କିମ୍ବା ଯାହାର ଫଳ ଖାଇ ହେବ, ସେଇଭଳି ଜାଗା ସେମାନେ ବାଛିଥାନ୍ତି ଯୋଉଠି ସେମାନେ ରହି ସର୍ଭାଇଭ କରିପାରିବେ ବା ବଞ୍ଚିପାରିବେ ଏବଂ ତାପରେ ସେମାନେ ଶିକାର କରିଥାନ୍ତି। ଏବଂ ସେ ଯେଉଁ ଶିକାର କରନ୍ତି ସେଥିରେ ଯେଉଁ ବସ୍ତୁ ବ୍ୟବହାର କରନ୍ତି ବା ସେ ଯେଉଁ ଅସ୍ତ୍ର ବ୍ୟବହାର କରନ୍ତି ତାହା ମୁଖ୍ୟତଃ ପଥରରୁ ନ୍ୟାଚୁରାଲ ବା ପ୍ରାକୃତିକ ବସ୍ତୁରୁ ତିଆରି ଏବଂ ଦେଖାଯାଏ ମୁଖ୍ୟତଃ ଏଗୁଡ଼ିକ ପଥର ଷ୍ଟୋନ ପଥର ବା କାଠ କିମ୍ବା ମଣିଷର ଅସ୍ଥି ବା ଜୀବଜନ୍ତୁଙ୍କ ଅସ୍ଥିରେ ତିଆରି ହୋଇଥାଏ। ଏବଂ ଏଇ ଯେଉଁ ବ୍ୟକ୍ତି ବିଶେଷ ମାନେ ଶିକାର କରିବା ପାଇଁ ଯାଆନ୍ତି ଏଇ ଯେଉଁ ହଣ୍ଟର ଆଣ୍ଡ ଗ୍ୟାଦରର ସୋସାଇଟିର, ସେମାନେ ବହୁତ ମାନେ ଜ୍ଞାନୀ ଲୋକ ଏବଂ ସେମାନଙ୍କର ବହୁତ ଜ୍ଞାନ ଅଛି ପଶୁ ଏବଂ ପକ୍ଷୀମାନଙ୍କର ବ୍ୟବହାର ସହିତ। ତେଣୁ ସେମାନଙ୍କୁ କୌଣସି ଅସୁବିଧା ହୁଏ ନାହିଁ ତାଙ୍କର ଶିକାର କରିବାରେ। ଯଦି ଆମେ ଦେଖିବା ଯେ ଯେଉଁ ବୈଶିଷ୍ଟ୍ୟ ଗୁଡ଼ିକ ରହିଛି ଏ ଯେଉଁ ହଣ୍ଟିଂ ଆଣ୍ଡ ଗ୍ୟାଦରିଂ ସୋସାଇଟିର ବା ଏ ଯେଉଁ ସମାଜ ଯୋଉଠି ଲୋକମାନେ ଶିକାର କରି ବା ବନଜାତ ଦ୍ରବ୍ୟ ସଂଗ୍ରହ କରି ସେମାନଙ୍କର ଜୀବିକା ଏବଂ ଜୀବନ ନିର୍ବାହ କରିଥାନ୍ତି, ଏଠି ଦେଖାଯାଏ ଯେ ଫ୍ୟାମିଲି ଆଜ୍ ପ୍ରାଇମେରୀ ୟୁନିଟ୍ ବା ତାଙ୍କର ପରିବାର ହିଁ ତାଙ୍କର ପ୍ରଥମ ସଂଘ ବା ତାଙ୍କର ପ୍ରଥମ ୟୁନିଟ୍। ଏବଂ ଯଦି ଦେଖାଯାଏ ତାଙ୍କର ଯେଉଁ ସମାଜ ରହିଥିଲା ସେଥିରେ ମୁଖ୍ୟତଃ ଲୋକମାନେ ବହୁତ କମ୍ ସଂଖ୍ୟାରେ ରହୁଥିଲେ ଏବଂ ଗୋଟିଏ ଗୋଟିଏ ଫ୍ୟାମିଲି ବା ଗୋଟିଏ ପରିବାରରେ ରହୁଥିଲେ। ଏବଂ ଯେଉଁ ଆମର କିନସିପ୍ ଟାଇଜ୍ ଥିଲା, ଆମେ ସମସ୍ତେ ଜାଣିଛେ ଯେଉଁ ଆମର ସମ୍ପର୍କ, ସାମାଜିକ ସମ୍ପର୍କ, ଏହା ମୁଖ୍ୟତଃ ଯେଉଁ କିନସିପ୍ ଟାଇଜ୍ ଦୁଇ ଭାଗରେ ବିଭକ୍ତ। ଗୋଟିଏ ହେଉଛି ରିଲେସନସିପ୍ ଥ୍ରୁ ବ୍ଲଡ୍ ବା ରକ୍ତକୁ ନେଇ ଯେଉଁ ସମ୍ପର୍କ, ଆମର ଯେଉଁ ଲିନେଜ୍ ରହିଲା, ଆମର ବାପ ପୁଅ ତାପରେ ତା ଉପରକୁ ଆମର ରହିଛନ୍ତି ଗ୍ରାଣ୍ଡ ଫାଦର ବା ଜେଜେବାପା, ଏ ଯେଉଁ ଲିନେଜ୍ ରହିଲା, ଗୋଟେ ପରିବାରର ଲୋକ ରହିଲେ ବ୍ଲଡ୍ ରିଲେସନରେ ଯେଉଁମାନେ ଯୋଡ଼ି ହେଇଛନ୍ତି। ଆଉ ଗୋଟେ ଯେଉଁ ରହିଲା ଯେ ରିଲେସନସିପ୍ ଥ୍ରୁ ମ୍ୟାରେଜ, ଯୋଉଟା ଆମର ବିବାହ ଦ୍ୱାରା ଯେଉଁ ସମ୍ପର୍କ ସ୍ଥାପନ ହୋଇଥାଏ। ତେଣୁ ମୁଖ୍ୟତଃ ଯଦି ଦେଖାଯାଏ ଯେଉଁ ରହିଛି ଯେଉଁ ସମାଜ ରହିଛି ହଣ୍ଟର ଆଣ୍ଡ ଗ୍ୟାଦରର୍ସ, ତାଙ୍କର ମୁଖ୍ୟତଃ ସେମାନେ ତାଙ୍କର ଯେଉଁ କିନସିପ୍ ଟାଇଜ୍ ଦ୍ୱାରା ସେମାନେ ଯୋଡ଼ି ହେଇ ରହିଥିଲେ। ଏବଂ ଯଦି ଦେଖାଯାଏ ଏହି ଯେଉଁ ସମାଜ ଥିଲା, ଏଠି ମୁଖ୍ୟତଃ ପରିବାର ହିଁ ସେମାନଙ୍କର ମୁଖ୍ୟ ଯେଉଁ ସମ୍ପର୍କ, ପରିବାର ହିଁ ସେମାନଙ୍କୁ ଗୋଟିଏ ସୂତ୍ରରେ ବାନ୍ଧି ରଖିଥିଲା ବା ସମ୍ପର୍କ ବାନ୍ଧି ରଖିଥିଲା। ଏବଂ ଯଦି ଦେଖାଯାଏ ଆଉ ଏକ ବୈଶିଷ୍ଟ୍ୟ ଏଇ ଯେଉଁ ସମାଜର, ଏହା ଥିଲା ଲାର୍ଜର ଟେରିଟୋରିଜ। ଲାର୍ଜର ଟେରିଟୋରିଜ କ'ଣ ନା, ବହୁତ ସେମାନେ ସବୁବେଳେ ବହୁତ ଦୂରତା ମେଣ୍ଟେନ କରୁଥିଲେ ବା ଗୋଟିଏ ଯେଉଁ ହଣ୍ଟର ଗ୍ୟାଦରର ସୋସାଇଟି ଆଉ ଗୋଟିଏ ହଣ୍ଟର ଏବଂ ଗ୍ୟାଦରର ସୋସାଇଟି ରୁ ଦୂରରେ ରହୁଥିଲା। ଏବଂ ଯେହେତୁ ଲୋକ ସଂଖ୍ୟା ବହୁତ କମ୍ ଥିଲା, ପପୁଲେସନ ଡେନ୍ସିଟି ଆମେ ଯାହା ଜାଣିଛେ ବହୁତ କମ୍ ଥିଲା, ତେଣୁ ଲୋକମାନେ ଗୋଟିଏ ଗୋଷ୍ଠୀ ବା ଗୋଟିଏ ସମ୍ପ୍ରଦାୟ ସିଏ ଅନ୍ୟ ଗୋଷ୍ଠୀ ବା ଅନ୍ୟ ସମ୍ପ୍ରଦାୟଠୁ ବହୁ ଦୂରରେ ସବୁବେଳେ ରହୁଥିଲା। ଏବଂ ସେତେବେଳେ ପପୁଲେସନ ବା ଯେଉଁ ଜନସଂଖ୍ୟା ଯେତିକି କମ୍ ଥିଲା, ଆମର ଯେଉଁ ଲ୍ୟାଣ୍ଡ ଥିଲା ବା ଜମି ଥିଲା ବା ଭୂମି ଥିଲା, ଏହାର ପରିମାଣ ବହୁତ ଅଧିକ ଥିଲା। ଆମେ ଯଦି ଦେଖିବା ସେମାନେ ତାଙ୍କର ଖାଦ୍ୟ ପାଇଁ ମୁଖ୍ୟତଃ ଯାହା ଆମେ ଆଗରୁ କହିଲେ, ମୁଖ୍ୟତଃ ପ୍ରାକୃତିକ ବସ୍ତୁ ହିଁ ବ୍ୟବହାର କରୁଥିଲେ। ଯେଭଳିକି ଆମର ବନ୍ୟ ଜନ୍ତୁ ହେଲା ତାର ଶିକାର କରି ତାକୁ ଖାଉଥିଲେ, କିମ୍ବା ଆମର ବନଜାତ ଦ୍ରବ୍ୟ ଯାହା ମୁଖ୍ୟତଃ ଗଛରୁ ହଉ କିମ୍ବା ଗଛର ଫଳ ହଉ କିମ୍ବା ଗଛର ପତ୍ର ହଉ, ଏଇସବୁ ଜିନିଷକୁ ସେମାନେ ବ୍ୟବହାର କରୁଥିଲେ ତାଙ୍କର ଖାଦ୍ୟ ଭାବରେ। ଆଉ ଯଦି ଦେଖାଯାଏ ତାଙ୍କର ଯେଉଁ ରାଜନୈତିକ ଷ୍ଟ୍ରକ୍ଚର ଥିଲା ବା ଯେଉଁ ଭିଲେଜର ବା ଯେଉଁ କମ୍ୟୁନିଟିର ବା ଯେଉଁ ଗୋଷ୍ଠୀର, ଯଦି ଦେଖାଯାଏ ଯେ ସେଠି ଜଣେ ହେଡମ୍ୟାନ୍ ଥିଲେ ବା ମୁଖିଆ, ଯିଏ ତାଙ୍କର ଆଇନଗତ ମୁଖ୍ୟ ରହୁଥିଲେ, ସବୁବେଳେ ଅଥରିଟି ଥିଲେ। ଆଉ ଦେଖାଯାଏ ଯେ କୌଣସି ଯେଉଁ ଆମର ହଣ୍ଟିଂ ଆଣ୍ଡ ଗ୍ୟାଦରିଂ ସୋସାଇଟି ଥିଲା
ଏବଂ ବନଜାତ ଦ୍ରବ୍ୟ ସଂଗ୍ରହ କରି ତାଙ୍କର ଜୀବିକା ଏବଂ ଜୀବନ ଏବଂ ଜୀବିକା ନିର୍ବାହ କରୁଥିଲେ, କୌଣସି ବି ସମାଜରେ ଦେଖାଯାଏନି ଯେ ଗୋଟେ ପ୍ରେସ୍କ୍ରାଇବ୍ଡ ଫର୍ମାଲ ଲ ଥିଲା, ଯୋଉଟା ମାନେ ଲେଖା ହୋଇଥିବା ଗୋଟେ ଆଇନ ଗୋଟେ କିଛି ନଥିଲା। ସବୁବେଳେ ସେଇ ସମାଜରେ ଦେଖାଯାଏ ଯେ ଗୋଟିଏ ସମସ୍ତେ ମିଶି ଗୋଟିଏ ଲୋକକୁ ମୁଖିଆ ଭାବରେ ବାଛିଥାନ୍ତି ଏବଂ ହୁଏତ କିଛି ସମାଜରେ ଜଣେ ମୁଖିଆ ଥାନ୍ତି କିମ୍ବା କିଛି ସମାଜରେ 2 ଜଣ ମୁଖିଆ ଥାନ୍ତି ଏବଂ ଦେଖାଯାଏ ଯେ ଏ ଏ ସେଇ ଯୋଉ ମୁଖିଆ ଜଣେ କିମ୍ବା 2 ଜଣ ରହୁଥିଲେ ସେଇମାନେ ହିଁ ସେଇ ଯୋଉ ଆମର ଗୋଷ୍ଠୀ ଥିଲା ବା ଯୋଉ ସଂଗଠନ ସମାଜ ଥିଲା ତାକୁ ସେମାନେ ନିୟନ୍ତ୍ରିତ କରୁଥିଲେ ଏବଂ ଦେଖାଯାଉଥିଲା ଯେ ସେଇ ଯୋଉ ହେଡମ୍ୟାନ୍ ଥିଲେ ବା ମୁଖିଆ ଥିଲେ ତାଙ୍କର ସେମାନେ ମୋର ଅଥରିଟେଟିଭ ଥିଲେ ବା ସେମାନଙ୍କର ଯୋଉ ପାୱାର ବା ଯୋଉ ଆମର ଷ୍ଟାଟସ ଥିଲା ତାହା ମୁଖ୍ୟତଃ ଅନ୍ୟ ଲୋକମାନଙ୍କଠୁ ଭିନ୍ନ ଥିଲା ଏବଂ ସମଗ୍ର ଗୋଷ୍ଠୀ ବା ଗ୍ରୁପ ତାଙ୍କୁ ମାନୁଥିଲେ। କିନ୍ତୁ ଏହା ଦେଖାଯାଏ ଯେ ସେମାନେ ବହୁତ ନିଜର ଯୋଉ ଦାୟିତ୍ୱ ଗୁଡ଼ିକୁ ନେଇକରି ସେମାନେ ବହୁତ ସଚେତନ ଥିଲେ ଏବଂ ଦେଖାଯାଏ ଯେ ସେମାନେ କେବେ ହେଲେ ଯୋଉ ଗୋଷ୍ଠୀ ଥିଲା ସେମାନଙ୍କୁ ବା ସେ ଯୋଉ ଶିକାରୀ ଯୋଉ ବ୍ୟକ୍ତିବିଶେଷ ମାନେ ସେ ଯୋଉ ସମାଜର ବ୍ୟକ୍ତିବିଶେଷ ମାନେ ଥିଲେ ସେମାନଙ୍କୁ ସେଇ ମୁଖିଆ ମାନେ କେବେ ହେଲେ ନିଜର ଯୋଉ ପର୍ସନାଲ ବା ବ୍ୟକ୍ତିଗତ ଯୋଉ ସ୍ୱାର୍ଥ ଅଛି ତାକୁ ପୂରଣ କରିବା ପାଇଁ ବା ସେଇ ଯୋଉ କାମରେ ଲଗଉନଥିଲେ ଏବଂ ଦେଖାଯାଉଥିଲା ଯେ ସବୁ ଯୋଉ ଗୋଷ୍ଠୀ ରହିଥିଲା ସେ ଗୋଷ୍ଠୀର ଯୋଉ ବ୍ୟବହାରର ଯୋଉ କୋଡ୍ ଆଉ କଣ୍ଡକ୍ଟ ରହିଥିଲା ଯୋଉ ନିୟମାବଳୀ ରହୁଥିଲା ସେଇ ଏଇ ଯୋଉ ମୁଖିଆ ମାନେ ସ୍ଥିର କରୁଥିଲେ। ଏହାପରେ ଆମେ ଆଲୋଚନା କରିବା ବର୍ତ୍ତମାନ ସେମାନେ କିଭଳି ଭାବେ ତାଙ୍କର ଖାଦ୍ୟ ବା ତାଙ୍କର ଯୋଉ ଖାଦ୍ୟର ପନ୍ଥା କଣ ଥିଲା ଏବଂ ଯଦି ଦେଖାଯାଏ ଯେ ପ୍ରତି ସମାଜରେ ଯଦି ଦେଖାଯାଏ ଯୋଉ ଖାଦ୍ୟ ଫୁଡ କଲେକ୍ସନ ବା ଯୋଉ ଆମର ଖାଦ୍ୟ ପ୍ରସ୍ତୁତି ବା ଖାଦ୍ୟ କିଭଳି ଭାବରେ ଏକାଠି କରାଯାଏ ଖାଦ୍ୟ ଦ୍ରବ୍ୟ ଏହାର ପନ୍ଥା ଅଲଗା ଥିଲା। ଏଇ ଯୋଉ ସୋସାଇଟି ଆମେ ଦେଖିଲେ ଏଇ ସୋସାଇଟିରେ କେବେ ହେଲେ କୌଣସି ବ୍ୟକ୍ତି ଚାଷ ବାସ କରିକିରି ସେମାନଙ୍କର ଖାଦ୍ୟଶସ୍ୟ ଅମଳ କରୁନଥିଲେ, ଯାହା ଆମେ କହିଲେ ସେମାନେ କେବଳ ଶିକାର ଏବଂ ବନଜାତ ଦ୍ରବ୍ୟ ସଂଗ୍ରହ କରିକିରି ସେମାନଙ୍କର ଯୋଉ ନିଡ୍ ଅଛି ବା ଆବଶ୍ୟକତା ଅଛି ଖାଦ୍ୟର ଆବଶ୍ୟକତାଟାକୁ ପୂରଣ କରୁଥିଲେ ଏବଂ ଯଦି ଦେଖାଯାଏ ସେମାନଙ୍କର ଏକ୍ସଚେଞ୍ଜ ରିଲେସନ ଆମେ ଯାହା କହିଥିଲୁ ଗତକାଲି ମଧ୍ୟ ଆମେ ଆଲୋଚନା କରିଥିଲେ କିଭଳି ଭାବେ ଯୋଉ ପଶୁ ପକ୍ଷୀ ମାନଙ୍କର ଚର୍ମ ବା ସ୍କିନ୍ କୁ ସେମାନେ ବ୍ୟବହାର କରୁଥିଲେ ଏକ୍ସଚେଞ୍ଜ ରିଲେସନସିପରେ। ଏବଂ ଆମେ ଯଦି ଦେଖିବା ବେଳେ ବେଳେ ଏମିତି ହୁଏ ଯେ ଯୋଉ କିଛି ବନଜାତ ଦ୍ରବ୍ୟ ମଧ୍ୟ ବା ଫରେଷ୍ଟ ଯୋଉ ଆମର ଜଙ୍ଗଲରୁ ଯୋଉ ସେମାନେ କିଛି ଫଳ ହେଲା କିମ୍ବା ପତ୍ର ହେଲା ଯାହା ସେ ଯୋଉ ହଣ୍ଟର ଆଣ୍ଡ ଗ୍ୟାଦରର୍ସ ସେମାନେ ଯଦି ସେମାନଙ୍କ ପାଖରେ ଥାଏ ଏବଂ ଅନ୍ୟ ଗୋଟେ ଗୋଷ୍ଠୀ ସେମାନଙ୍କ ପାଖରେ ଆଉ କିଛି ଖାଦ୍ୟ ଦ୍ରବ୍ୟ ଥାଏ ଯାହା ଆଙ୍କ ପାଇଁ ଜରୁରୀ, ତେଣୁ ସେମାନେ ଅନେକ ସମୟରେ ଏକ୍ସଚେଞ୍ଜ କରିଥାନ୍ତି ଏବଂ ସେଇ ଯୋଉ ଏକ୍ସଚେଞ୍ଜ ସିଷ୍ଟମ ବା ଯୋଉ ଆଦାନ ପ୍ରଦାନର ବ୍ୟବସ୍ଥା ଥିଲା ସେମାନେ ମୁଖ୍ୟତଃ ଯାହା ଆମେ ଗତକାଲି ଆଲୋଚନା କରିଥିଲେ ଏହା ମୁଖ୍ୟତଃ ଯୋଉ ଉପହାର ସ୍ୱରୂପରେ ସେମାନେ ନିଜ ନିଜ ଭିତରେ ଆଦାନ ପ୍ରଦାନ କରିଥାନ୍ତି। କିନ୍ତୁ ସେଠି ଯୋଉ ଟଙ୍କାର ପ୍ରଚଳନ ନଥିଲା ଏବଂ କେବଳ ଯୋଉ କମୋଡିଟି ଇନ୍ ଏକ୍ସଚେଞ୍ଜ ଅଫ କମୋଡିଟି ବା ଦ୍ରବ୍ୟ ବଦଳରେ ଦ୍ରବ୍ୟ ଯୋଉ ଆଦାନ ପ୍ରଦାନର ଯୋଉ ବ୍ୟବସ୍ଥା ଥିଲା ତାହା ଦ୍ୱାରା ହିଁ ସମାଜ ସେତେବେଳେ ପରିଚାଳିତ ହେଉଥିଲା। ଏବଂ ଯଦି ଦେଖିବା ଆମେ ଯୋଉ ଡିଭିଜନ ଅଫ ଲେବର ଆମେ ବହୁତ ସଂକ୍ଷିପ୍ତରେ ପୂର୍ବରୁ ଆଲୋଚନା କଲେ କିଭଳି ଭାବରେ ସେଠି ଯୋଉ ଦୁଇଟି ଜେଣ୍ଡର ଆମର ରହିଲେ ବା ମେଲ ଫିମେଲ ବା ପୁରୁଷ ଏବଂ ସ୍ତ୍ରୀ ମାନଙ୍କ ମଧ୍ୟରେ ଯୋଉ ଜେଣ୍ଡର ଡିଭିଜନ ଅଫ ଲେବର ଥିଲା ତାହା କିଭଳି ପାଳନ କରାଯାଉଥିଲା। ଗୋଟେ ପୁରୁଷ ଲୋକ ସିଏ କିଭଳି ଭାବରେ ଯାଉଥିଲା ଶିକାର କରିବା ପାଇଁ, ଗୋଟେ ସ୍ତ୍ରୀ ଲୋକ ସିଏ କିଭଳି ତାର ଦାୟିତ୍ୱ ଥିଲା ଯେ କିଭଳି ଭାବେ ବିଭିନ୍ନ ପ୍ରକାର ଯୋଉ ଆମର ଗୁଳ୍ମ ରହିଛି ବା ଯୋଉ ଫଳ ରହିଛି କିମ୍ବା ପନିପରିବା ରହିଛି ତାହା କିଭଳି ସେ ସଂଗ୍ରହ କରିବାରେ ତାର ସମୟ କାଟୁଥିଲା। ଘରରେ ଖାଦ୍ୟ ପ୍ରସ୍ତୁତଠୁ ଆରମ୍ଭ କରି ଯୋଉ ପିଲାମାନେ ଥିଲେ ତାଙ୍କର କିଭଳି ଲାଳନ ପାଳନ କରିବାରେ ସେମାନେ ନିୟୋଜିତ ଥିଲେ ଏବଂ ଯଦି ପୁରୁଷ ମାନଙ୍କୁ ଦେଖିବା ସେମାନେ ମଧ୍ୟ ଏଇ ଯୋଉ ବଳିଜ୍ୟେଷ୍ଠ ପୁରୁଷ ବା ସ୍ତ୍ରୀ ଲୋକମାନେ ଥିଲେ ଆମେ ଯଦି ଦେଖିବା
ବୃଦ୍ଧ ବ୍ୟକ୍ତି ମାନେ ବା ବଳିଜ୍ୟେଷ୍ଠ ବ୍ୟକ୍ତି ମାନେ ଦେଖାଯାଏ ଯେ ସେମାନେ କୌଣସି ଯୋଉ ଆମର ଶ୍ରମ ଜନିତ ଯୋଉ କାମ ରହିଲା ତାକୁ ଯୋଉଠି ସେମାନଙ୍କୁ ଶ୍ରମ ବିନିଯୋଗ କରିବାକୁ ପଡ଼ିବ ସେଭଳି କାମ ସେମାନେ କରୁନଥିଲେ। ଆଉ ଯଦି ଆମେ ଦେଖିବା ଯୋଉ ଇକୋନୋମିକ ଆସ୍ପେକ୍ଟସ୍ ଅଫ୍ ହଣ୍ଟିଂ ଆଣ୍ଡ ଗ୍ୟାଦରିଂ ସୋସାଇଟି ଅର୍ଥନୈତିକ ଯୋଉ ଅନୁକୋଣ ରହିଛି ଏଇ ଯୋଉ ସୋସାଇଟି ଯୋଉଠି ବା ସମାଜ ଯୋଉଠି ଲୋକମାନେ ମୁଖ୍ୟତଃ ବା ବ୍ୟକ୍ତିବିଶେଷ ମାନେ ମୁଖ୍ୟତଃ ଶିକାର ଏବଂ ଅ, ଅ, ବନଜାତ ଦ୍ରବ୍ୟ ସଂଗ୍ରହ କରି ସେମାନଙ୍କ ଜୀବନ ଏବଂ ଜୀବିକା ନିର୍ବାହ କରିଥାନ୍ତି। ଏଥିରେ ଦେଖାଯାଏ ଯେ ମୁଖ୍ୟତଃ ଭାବରେ ସେଇ ଯୋଉ ସମାଜର ଅର୍ଥନୀତି ନିର୍ଭର କରୁଥିଲା କେବଳ ଶିକାର ଆଉ ଯୋଉ ଦ୍ରବ୍ୟ ବନଜାତ ଦ୍ରବ୍ୟର ସଂଗ୍ରହ ଉପରେ ଏବଂ ମୁଖ୍ୟତଃ ଲୋକମାନେ କିଛି ଅନେକାଂଶରେ ଲୋକ ଯୋଉ ସମାଜ ଗୁଡ଼ିକ ମୁଖ୍ୟତଃ ନଦୀ ବା ସମୁଦ୍ର କୂଳରେ ଅବସ୍ଥାପିତ ଥିଲେ ସେଠାରେ ଦେଖାଯାଏ ଯେ ବ୍ୟକ୍ତିବିଶେଷ ମାନେ ବା ଗୋଟେ ଗୋଷ୍ଠୀର ବ୍ୟକ୍ତିବିଶେଷ ମାନେ ସେମାନେ ମଧ୍ୟ ଫିସିଂ ବା ଯୋଉ ମାଛ ଧରିବା ରେ ନିଜକୁ ନିୟୋଜିତ କରିଥିଲେ ଏବଂ ଅନ୍ୟ ସମୟରେ ଦେଖାଯାଏ ଯେ ଯୋଉ ଆମର ବାଉଣ୍ଡରୀ ରହିଥିଲା ବା ଯୋଉ ଗୋଟିଏ ସମାଜ ଯଦି ମାଛ ଧରୁଛି ତେଣୁ ତା ପାଖରେ ଥିବା ଆଉ ଗୋଟେ ସମାଜ ସିଏ କେବେ ହେଲେ ମାଛ ଧରେ ନାହିଁ, ସେମାନେ ନିଜକୁ ଅନ୍ୟ ଜୀବିକାରେ ନିୟୋଜିତ କରନ୍ତି। କିନ୍ତୁ ଯେତେବେଳେ ଆବଶ୍ୟକତା ପଡ଼େ ସେମାନେ ପରସ୍ପର ମଧ୍ୟରେ ସିଏ ଯିଏ ଯିଏ ଯୋଉ ସମାଜ ଯେଉଁ ଦ୍ରବ୍ୟ ଅଧିକ ମାତ୍ରାରେ ଉତ୍ପାଦନ କରିଥାଏ ବା ସଂଗ୍ରହ କରିଥାଏ ତାହାର ଆଦାନ ପ୍ରଦାନ କରିଥାନ୍ତି। ଏବଂ ଆମେ ଯଦି ଦେଖିବା ଏହା ତ ତାଙ୍କର ଯୋଉ ସର୍ଭାଇଭାଲ ଷ୍ଟ୍ରାଟେଜିସ୍ ଥିଲା ବା ସେମାନଙ୍କର ଯୋଉ ବଞ୍ଚିବାର ଶୈଳୀ ଥିଲା ତାହା କିଭଳି ଥିଲା। ଆମେ ଯଦି ଦେଖିବା ଯେ ସେମାନେ ଖାଲି ନୁହେଁ ଯେ କେବଳ ଦିନ ରାତି ଶିକାର କରୁଥିଲେ ବା ସବୁବେଳେ ପାଇଁ ଶିକାର କାମରେ ନିୟୋଜିତ ରହୁଥିଲେ, ସେମାନେ ଅନେକ ସମୟରେ ତାଙ୍କର ଯୋଉ ଆବଶ୍ୟକତାକୁ ଅନୁଯାୟୀ ସେମାନେ ଅନେକ ଗୁଡ଼ିଏ ଅନ୍ୟ କାମ ମଧ୍ୟ କରୁଥିଲେ, ଯେଭଳି ପ୍ରକାରର ବୁଣାବୁଣି କାମ ମଧ୍ୟ କରୁଥିଲେ, ବାସ୍କେଟ ତିଆରି କରୁଥିଲେ ବା କପଡ଼ା ଏବଂ ଯୋଉ ଆମର ୱେପନ ବା ଅସ୍ତ୍ରଶସ୍ତ୍ର ମଧ୍ୟ ତିଆରି କରୁଥିଲେ। ହଁ, ଏହା କହିହେବ ଯେ ସେତେବେଳର ଯୋଉ ସେମାନେ ଏଇ ସବୁ ଜିନିଷ ଗୁଡ଼ିକ ତିଆରି କରୁଥିଲେ ଯେଭଳି ଅସ୍ତ୍ରଶସ୍ତ୍ର ହେଲା ହୁଏତ ତାହା ସେତେବେଳେ ପ୍ରସ୍ତରରେ ନିର୍ମିତ ହେଇପାରେ କିମ୍ବା କୌଣସି ମୁଖ୍ୟତଃ ପ୍ରସ୍ତରରେ ନିର୍ମିତ ହେଉଥିଲା ଏବଂ ସେମାନେ କାଠର ମଧ୍ୟ ବ୍ୟବହାର କରୁଥିଲେ। କିନ୍ତୁ ଯଦି ଦେଖାଯାଏ ସେମାନେ କେବଳ ନୁହେଁ ଯେ ହଣ୍ଟିଂ ଗ୍ୟାଦରିଂ ବା ଆମର ଶିକାର ଏବଂ ସେ ଯୋଉ କଲେକ୍ସନ ବା ସଂଗ୍ରହ କରିବା ବନଜାତ ଦ୍ରବ୍ୟର ସଂଗ୍ରହ ହିଁ କେବଳ କରୁଥିଲେ, ସେମାନେ ତା ଛଡ଼ା ଅନେକ ଗୁଡ଼ିଏ ଅନ୍ୟ କାମ ମଧ୍ୟ କରୁଥିଲେ ତାଙ୍କର ଆବଶ୍ୟକତାକୁ ପୂରଣ କରିବା ପାଇଁ। ଯଦି ଦେଖାଯାଏ ଏହାକୁ ମୁଖ୍ୟତଃ ତିନି ଭାଗରେ ଆମେ ବିଭାଜନ କରିପାରିବା। ଯଦି ଦେଖାଯାଏ ଏଇ ଯୋଉ ସୋସାଇଟି ଥିଲା ବା ଏଇ ଯୋଉ ସମାଜ ଥିଲା ଏଠି ଯୋଉ ଆର୍ଥିକ ଯୋଉ ଆକ୍ଟିଭିଟିଜ ଅଛି ବା ଇକୋନୋମିକ ଆକ୍ଟିଭିଟିଜ ଯୋଉ ଗୁଡ଼ିକ ଥିଲା ଏହି ଗୁଡ଼ିକ ମୁଖ୍ୟତଃ ତିନି ଭାଗରେ ଆମେ ବାଣ୍ଟି ପାରିବା। ଗୋଟେ ଥିଲା କଲେକ୍ଟିଂ ଫୁଡ ରିସୋର୍ସେସ୍ ଯୋଉଠାରେ କି ଖାଦ୍ୟ ଦ୍ରବ୍ୟର ସଂଗ୍ରହ କରାଯାଉଥିଲା। ଅନ୍ୟଟି ହେଲା ଟ୍ରାନ୍ସଫର୍ମେସନ ଆଣ୍ଡ ପ୍ରିଜର୍ଭେସନ ଅଫ ଫୁଡ ରିସୋର୍ସେସ୍, ଗୋଟିଏ ଯାହା ଆପଣ ଯୋଉ ଆମର ଅନେକ ଟାଇମରେ ଦେଖାଯାଏ ଯଦି ଦେଖାଯାଏ ଯୋଉ ଚାଇନିଜ ସଭ୍ୟତା ଥିଲା ତାଙ୍କର ଯୋଉ ପୁରୁଣା ସମାଜ ଥିଲା ଯଦି ଦେଖିବା ଆମେ ସେଠାରେ ଯୋଉ ହଣ୍ଟିଂ ଆଣ୍ଡ ଗ୍ୟାଦରିଂ ସୋସାଇଟି ଥିଲେ ସେମାନେ କଣ କରୁଥିଲେ ନା ଯେତେବେଳେ ଗୋଟେ ବଡ ଜୀବକୁ ସେମାନେ ମାରିକି ଆଣୁଥିଲେ ଏକା ସାଙ୍ଗରେ ତ ସମସ୍ତେ ଖାଇପାରିବେନି ତେଣୁ କିଛି ବଳି ଯାଉଥିଲା, ତେଣୁ ସେ ଯୋଉ ବଳକା ଯୋଉ ଦ୍ରବ୍ୟ ଗୁଡ଼ିକ ସେମାନେ କଣ କରୁଥିଲେ ତାକୁ ପ୍ରିଜର୍ଭ କରି ରଖୁଥିଲେ। ପ୍ରିଜର୍ଭ କରୁଥିଲେ କିଭଳି ଭାବରେ ନା ତାକୁ ସେମାନେ ତାଙ୍କର ଯୋଉ ଟ୍ରାଡିସନାଲ ବା ପ୍ରାଚୀନ ଯୋଉ ପ୍ରଥା ଥିଲା ବା ଯୋଉ ଉପାୟ ଥିଲା ସେଇ ହିସାବରେ ସେମାନେ ତାକୁ ରଖୁଥିଲେ। ଅନେକ ସମୟରେ ଦେଖାଯାଏ ଯେ ସେମାନେ ତାକୁ ଶୁଖେଇକିରି ମଧ୍ୟ ପ୍ରିଜର୍ଭ କରି ରଖୁଥିଲେ ଏବଂ ଏହାପରେ ଆସିଲା ଦ ପ୍ରଡକ୍ସନ ଅଫ ଅଦର ଆଇଟମ୍ସ ଅଫ ଡେଲି ୟୁଜ ବା ଆମେ ଯାହାକୁ କହୁ ସେ ଯୋଉ ଅନ୍ୟ ଦ୍ରବ୍ୟ ଗୁଡ଼ିକ ସେମାନେ ନିଜେ ନିଜେ ତିଆରି କରୁଥିଲେ, ଯେଭଳି ଆମେ ଆଲୋଚନା କଲେ ଯେଭଳି ଉପକରଣ ତିଆରିଠୁ ଆରମ୍ଭ କରି ହ୍ୟାଣ୍ଡିକ୍ରାଫ୍ଟ କୌଣସି ବସ୍ତ୍ରଠୁ ଆରମ୍ଭ କରି ଆମର ଯୋଉ ବାସ୍କେଟ ଥିଲା ତାକୁ ଆରମ୍ଭ କରି ଏବଂ ୱିପନ୍ସ ବା ଅସ୍ତ୍ରଶସ୍ତ୍ର ମଧ୍ୟ ତିଆରି କରୁଥିଲେ। ଯଦି ଦେଖାଯାଏ ମୁଖ୍ୟତଃ ତାଙ୍କର ଯୋଉ ସର୍ଭାଇଭାଲ ଷ୍ଟ୍ରାଟେଜି ଥିଲା ଯାହା ବଞ୍ଚିବାର ଯୋଉ ଶୈଳୀ ଥିଲା ତାହା ମୁଖ୍ୟତଃ ପ୍ରାଇମେରୀ ବା ପ୍ରଥମତଃ ତାଙ୍କର ଥିଲା ପନ୍ଥା ଥିଲା ସେ କିଭଳି ଭାବରେ କେବଳ ତାଙ୍କର ଫାଷ୍ଟ ସର୍ଭାଇଭାଲ ନିଡ୍ ଥିଲା ବା ବଞ୍ଚିବାର ପନ୍ଥା ଥିଲା ଖାଦ୍ୟ ବା ଖାଦ୍ୟ ଦ୍ରବ୍ୟକୁ ସିକ୍ୟୁର କରିବା। ଏହାପରେ ଆମେ କରିବା ଯେ ସେ ଯୋଉ ଟୁଲ୍ସ ୟୁଜ କରୁଥିଲେ ବା ସେମାନେ ଯୋଉ ଉପକରଣ ୟୁଜ କରୁଥିଲେ
ଶିକାର ପାଇଁ ଏବଂ ଗ୍ୟାଦରିଂ ଶିକାର କରିବା ପାଇଁ ଏବଂ ଅନ୍ୟ ଯେଉଁ ଜିନିଷ ଗୁଡ଼ିକ ସଂଗ୍ରହ କରୁଥିଲେ, ଦ୍ରବ୍ୟ ଗୁଡ଼ିକ ସଂଗ୍ରହ କରୁଥିଲେ ତା ପାଇଁ। ଆମେ ଯଦି ଦେଖିବା ମୁଖ୍ୟତଃ ଯେଉଁ ଉପକରଣ ଗୁଡ଼ିକ ବା ଅସ୍ତ୍ରଶସ୍ତ୍ର ଗୁଡ଼ିକ ସେମାନେ ୟୁଜ୍ କରୁଥିଲେ, ସେମାନେ ସେଗୁଡ଼ିକ ମୁଖ୍ୟତଃ ପ୍ରସ୍ତରରେ ନିର୍ମିତ ଥିଲା ଏବଂ ସେମାନେ ସବୁବେଳେ ଏହାକୁ ଚାହୁଁଥିଲେ ସେ ଯେଉଁ ପ୍ରସ୍ତର ଅସ୍ତ୍ର ଗୁଡ଼ିକକୁ ଧାରୁଆ କରି ରଖିବା ପାଇଁ, ଯାହାଦ୍ୱାରା କି ସେମାନେ ତାକୁ କୌଣସି ଜିନିଷ କାଟିବାରେ ବ୍ୟବହାର କରିପାରିବେ। ଏବଂ ଯଦି ଦେଖାଯାଏ କି ସମୟ କ୍ରମେ ସେ ଯେଉଁ ପଥରର ଅସ୍ତ୍ରଶସ୍ତ୍ର ବା ପଥରର ଉପକରଣ ସେମାନେ ବ୍ୟବହାର କରୁଥିଲେ, ଏହା ବଦଳିଥିଲା ଏବଂ ଗୋଟେ ସମୟ ଆସିଲା ଯେତେବେଳେ ସେମାନେ ପୁଣି ଥରେ ଗୋଟେ ନୂଆ ପଦ୍ଧତି ବା ନୂଆ ବ୍ୟବସ୍ଥାକୁ ଆପଣେଇଥିଲେ, ଯାହା କୁହାଯାଏ ଯେଉଁ ବୋନ୍ ଟେକ୍ନୋଲୋଜି, ବା ସେମାନେ ବଡ଼ ବଡ଼ ଜୀବଜନ୍ତୁଙ୍କର ଯେଉଁ ଅସ୍ଥି ଥିଲା ସେ ଅସ୍ଥିକୁ ସେମାନେ ବ୍ୟବହାର କରି ତାଙ୍କର ଉପକରଣ ମାନ ତିଆରି କଲେ, ତାଙ୍କର ଅସ୍ତ୍ରଶସ୍ତ୍ର ମାନ ତିଆରି କଲେ। ଏବଂ ଯଦି ଦେଖାଯିବା, ଆମେ ଯଦି ଦେଖିବା ଏଇ ଯେଉଁ ସମାଜ ଥିଲା ହଣ୍ଟିଂ ଆଣ୍ଡ ଗ୍ୟାଦରିଂ ସୋସାଇଟି, ବା ଯେଉଁ ସମାଜ ଯେଉଁଠାରେ ଲୋକମାନେ, ଯାହା ମୁଁ କହିଲି, ଶିକାର କରି ବା ବନଜାତ ଦ୍ରବ୍ୟ ବା ସଂଗ୍ରହ କରି ତାଙ୍କ ଜୀବନ ଏବଂ ଜୀବିକା ନିର୍ବାହ କରୁଥିଲେ, ସେଠାରେ ଦେଖାଯାଏ ଯେ ସେଠି ଏଇ ଯେଉଁ ଇନଭେନସନ୍ ବା ଯେଉଁ ଆମର ନୂଆ ନୂଆ ଜିନିଷ ଯେଉଁ ସୃଷ୍ଟି କରାଯାଇଥିଲା ବା ତିଆରି କରାଯାଇଥିଲା, ତାହା କିଭଳି ଭାବରେ ସମୟାନୁକ୍ରମେ ବଦଳିଛି ବା ପରିବର୍ତ୍ତିତ ହୋଇଛି, ଯୋଉଠିକି ଗୋଟିଏ ଫେଜ୍ରେ ଆମେ ଦେଖାଯାଏ ଯେ ଗୋଟେ ବା ଆବୁଡ଼ା ଖାବୁଡ଼ା ବା ରଫ୍ ଉପକରଣ ବା ଯାହା ସମ୍ପୂର୍ଣ୍ଣ ଭାବରେ ପଲିଶ ନୁହେଁ, ତାହା କିଭଳି ଗୋଟେ ପାଲିଓଲିଥିକ ପିରିୟଡ଼, ଯାହା ଯେଉଁମାନେ ଇତିହାସ ପଢ଼ିଛନ୍ତି ସେମାନେ ଜାଣିଥିବେ ନିଶ୍ଚିତ, ଯେଉଁ ପାଲିଓଲିଥିକ ପିରିୟଡ଼ରେ କିଭଳି ଭାବେ ସେମାନେ ଗୋଟେ ରଫ୍ ଟୁଲ୍ସ, ଯାହା ସେତେବେଳେ ସେମାନେ ନିର୍ମାଣ କରି ଜାଣିନଥିଲେ, ସେଭଳି ଉପକରଣ ଦ୍ୱାରା କିଭଳି ସେମାନଙ୍କର ଯେଉଁ ଶିକାର କରୁଥିଲେ ବା ସେମାନେ ତାଙ୍କର କାର୍ଯ୍ୟ ସମ୍ପାଦନ କରୁଥିଲେ, କିଭଳି ଭାବରେ ପୁଣି ଗୋଟେ ସମୟ ଆସିଲା ଯୋଉଠିକି ଆମର ମାଇକ୍ରୋଲିଥିକ ଉପକରଣ ର ବ୍ୟବହାର ହେଲା ଏବଂ ସେ ଯେଉଁ ବ୍ୟବହାର ହେଲା ତାହା ସେ ଯେଉଁ ସମାଜକୁ ସେ ଯେଉଁ ସମୟକୁ କୁହାଯାଏ ମେସୋଲିଥିକ ପିରିୟଡ଼। ଏବଂ ତାପରେ ଆସିଲା ଗୋଟେ ପିରିୟଡ଼ ଯାହାକୁ ନିଓଲିଥିକ ପିରିୟଡ଼ କୁହାଯାଏ। ଏବଂ ଏହି ସମୟରେ ଦେଖାଯାଏ ଯେ ସେ ଯେଉଁ ଉପକରଣ ଗୁଡ଼ିକ ସେମାନେ ବ୍ୟବହାର କରୁଥିଲେ, ହୁଏତ ତାର ସେ ଉପକରଣ ଯୁଦ୍ଧ ଉପକରଣ ହେଇପାରେ, କିମ୍ବା ସେ ଉପକରଣ ତାଙ୍କର ଶିକାର ପାଇଁ ବ୍ୟବହୃତ ହେଇପାରେ, କିମ୍ବା ସେ ଯେଉଁ ଉପକରଣ ତାଙ୍କର ଡେ ଟୁ ଡେ ବା ତାଙ୍କର ପ୍ରତିଦିନର ଆବଶ୍ୟକତା ପୂରଣ କରିବା ପାଇଁ ସେ ଯେଉଁ ବ୍ୟବହୃତ ଉପକରଣ ହେଇପାରେ। ଏହିସବୁ ଉପକରଣ ଗୁଡ଼ିକ ଗୋଟେ ସମୟ ଆସିଲା ଯେତେବେଳେ ସେଗୁଡ଼ିକ ପଲିସ ଏବଂ ଚିକ୍କଣ କରି ସେମାନେ ତିଆରି କରୁଥିଲେ ଏବଂ ତାହା ଅନେକାଂଶରେ ଅଧିକ ୟୁଜଫୁଲ ହଉଥିଲା ବା ବ୍ୟବହାର ଯୋଗ୍ୟ ଥିଲା ପୁରୁଣା ସମୟର ଉପକରଣ ଗୁଡ଼ିକ, ପୁରୁଣା ସମୟ ଉପକରଣ ଯେଉଁ ଉପକରଣ ଥିଲା ବା ଟୁଲ୍ସ ଥିଲା ତା ଅପେକ୍ଷା। ଏବଂ ଯଦି ଦେଖାଯାଏ ତାପରେ ପରେ ଆମେ ଯଦି ଦେଖିବା, ତାପରେ ଆସିଲା ଆମର ଯେଉଁ କପରେଜ ବା ସେ ଯେଉଁ ହଣ୍ଟର ଆଣ୍ଡ ଗ୍ୟାଦରର, ସେମାନେ ସେଇମାନଙ୍କ ପାଖରୁ ହିଁ ଆରମ୍ଭ ହୋଇଥିଲା ଯେଉଁ ଆମର କୁହାଯାଏ କପରେଜ। ଏବଂ ତାପରେ ଆମର ଆସିଲା ଯାହାକୁ କୁହାଯାଏ ବ୍ରୋଞ୍ଜ ଏବଂ ତାପରେ ଆସିଲା ଆଇରନ୍ ଏଜ୍ ବା ଲୌହ ଯୁଗ। ଏବଂ ଯଦି ଦେଖାଯାଏ ଆମର ଜିଓଗ୍ରାଫିକାଲ ଫ୍ଲେକ୍ସିବିଲିଟି ବା ଯେଉଁ ଆମର ଯେଉଁ ରହିଲା ଭୌଗୋଳିକ ଯେଉଁ ଫ୍ଲେକ୍ସିବିଲିଟି ଥିଲା, ତାହା ମଧ୍ୟ ଆମକୁ ବୁଝିବା ପାଇଁ ପଡ଼ିବ। ଯେଉଁ ହଣ୍ଟର ଆଣ୍ଡ ଗ୍ୟାଦରର୍ସ ମାନେ ଥିଲେ, ସେମାନେ ମୁଖ୍ୟତଃ ଯାହାକୁ ଆମେ କହୁ ନୋମାଡିକ କ୍ୟାରେକ୍ଟର ବା ବୈଶିଷ୍ଟ୍ୟ ଗୋଟେ ତାଙ୍କ ପାଖରେ ଥିଲା। ସେମାନେ କୌଣସି ଗୋଟିଏ ଜାଗାରେ ସ୍ଥିର ହୋଇ ରହୁନଥିଲେ ଏବଂ ଯେତେବେଳେ ଦେଖୁଥିଲେ ସେମାନେ ଯେ ଗୋଟିଏ ଜାଗାରେ ଯେଉଁ ଡିପୋଜିଟ ବା ଯେଉଁ ରିସୋର୍ସ ଅଛି ବା ଯେଉଁ ପ୍ରାକୃତିକ ସମ୍ପଦ ଅଛି, ହୁଏତ ତାହା ଜଙ୍ଗଲ ହେଇଥାଇପାରେ କିମ୍ବା ବନ୍ୟ ଜନ୍ତୁ ହେଇଥାଇ ପାରନ୍ତୁ, ସେମାନଙ୍କର ସଂଖ୍ୟା ଯେତେବେଳେ କମି କମି ଆସେ ବା ସେମାନଙ୍କର ଯେହେତୁ ଏମାନଙ୍କ ଆବଶ୍ୟକତା ମଧ୍ୟ ଦିନକୁ ଦିନ ବଢ଼ି ବଢ଼ିଯାଏ, କାରଣ ଜନସଂଖ୍ୟା ଧୀରେ ଧୀରେ ବଢ଼ି ବଢ଼ିଯାଏ ଏବଂ ଆବଶ୍ୟକତା ବଢ଼ି ବଢ଼ିଯାଏ। ଅପରପକ୍ଷରେ ଯେଉଁ ବନ ଜନ୍ତୁମାନେ ରହିଲେ ବା ଯେଉଁ ଜୀବମାନେ ରହିଲେ, ସେ ଯେଉଁ ଆନିମଲଙ୍କ ସଂଖ୍ୟା ଯେତେବେଳେ କମି କମିଯାଏ କିମ୍ବା ସେ ଯେଉଁ ପ୍ଲାଣ୍ଟ ବେସ୍ଡ ରିସୋର୍ସେସ୍ ରହିଲା ବା ଯେଉଁ ଜଙ୍ଗଲଜାତ ଦ୍ରବ୍ୟ ରହିଲା, ତାର ମଧ୍ୟ ଯଦି ଆବଶ୍ୟକତା ଅନୁଯାୟୀ ତାଙ୍କୁ ନ ମିଳେ, ସେମାନେ ସେତେବେଳେ କ'ଣ କରନ୍ତି ନା, ସେତେବେଳେ ଗୋଟିଏ ଜାଗାରୁ ଅନ୍ୟ ଗୋଟେ ଜାଗାକୁ ନିଜର ଯେଉଁ ଗୋଷ୍ଠୀ ରହିଲା ବା ନିଜର ଯେଉଁ କମ୍ୟୁନିଟି ରହିଲା ତାକୁ ପରିବର୍ତ୍ତିତ କରିଥାନ୍ତି, ସେମାନେ ମାଇଗ୍ରେଟ୍ କରିଥାନ୍ତି ବା ବିସ୍ଥାପିତ ହୋଇଥାନ୍ତି। ଏବଂ ଅନେକ ସମୟରେ ଦେଖାଯାଏ ଯେ ଗୋଟିଏ
ଆମର ରହିଲେ ହଣ୍ଟର ଗ୍ୟାଦରର, ସେମାନେ ଋତୁ ଅନୁଯାୟୀ ମଧ୍ୟ ବା ସିଜନ ଅନୁଯାୟୀ ସେମାନେ ମଧ୍ୟ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି। ଗୋଟିଏ ସମୟରେ ସେମାନେ ଯେତେବେଳେ ହାଇ ଅଲ୍ଟିଟ୍ୟୁଡରେ ଥାନ୍ତି, ଅନ୍ୟ ସମୟରେ ଋତୁ ପରିବର୍ତ୍ତନ କାରଣରୁ ସେମାନେ ପୁଣି ଲୋ ଅଲ୍ଟିଟ୍ୟୁଡକୁ ଆସିଥାନ୍ତି। ଏବଂ ଏହି ଯେଉଁ ପ୍ରକାରର ପରିବର୍ତ୍ତନ ହୋଇଥାଏ, ଭୌଗୋଳିକ ପରିବର୍ତ୍ତନ ହୋଇଯାଏ, ତାକୁ କୁହାଯାଏ ରେଡିଏଟିଂ ମୋବିଲିଟି। ଏବଂ ଯଦି ଦେଖାଯାଏ ଅନେକ ସମୟରେ ଯେଉଁ ଆମର ସ୍କାର୍ସିଟି ବା ଯେଉଁ ସୀମିତ ଯେଉଁ ଆମର ରହିଲା ପ୍ରାକୃତିକ ସମ୍ପଦ ବା ଯେଉଁ ତାଙ୍କର ବ୍ୟବହାର ଆବଶ୍ୟକୀୟ ଦ୍ରବ୍ୟ, ଯେତେବେଳେ ଏହା କମି କମିଯାଏ, ଏହା ମୁଖ୍ୟତଃ ଭାବେ ତାଙ୍କୁ ବାଧ୍ୟ କରିଥାଏ ଗୋଟିଏ ଜାଗା ଛାଡ଼ି ଆଉ ଗୋଟିଏ ଜାଗାକୁ ଯିବା ପାଇଁ। ଏବଂ ଯଦି ଦେଖାଯାଏ ଯେ ଯେଉଁ ହଣ୍ଟର ଆଣ୍ଡ ଗ୍ୟାଦରର୍ସ ସୋସାଇଟି ଥିଲା, ଏଠି ମୁଖ୍ୟତଃ ଅନେକ ସମୟରେ ମଧ୍ୟ ଦେଖାଯାଏ ଯେ ଯଦି ଖାଦ୍ୟଦ୍ରବ୍ୟର ସର୍ଟେଜ ହେଲା ବା ପରିମାଣ କମି କମି ଆସୁଛି ଏବଂ ଲୋକ ସଂଖ୍ୟା ଅଧିକ ଅଛି, ଅନେକ ସମୟରେ ଦେଖାଯାଏ ଯେ ଲୋକମାନେ ତାଙ୍କମାନଙ୍କର ଯେଉଁ ପ୍ରିଫରେନ୍ସ ଅଛି ବା ଯେଉଁ ଚାହିଦା ଅଛି ଗୋଟିଏ ଜିନିଷ, ସେମାନେ ତାଙ୍କର ଯେଉଁ ଖାଦ୍ୟର ପ୍ରିଫରେନ୍ସ ଅଛି ସେମାନେ ଚେଞ୍ଜ କରିଥାନ୍ତି। ହୁଏତ ଗୋଟିଏ ସମୟରେ ଯଦି ପ୍ଲାଣ୍ଟ ବେସ୍ଡ ଆମର ଯେଉଁ ଫୁଡ ରହିଲା ବା ଯେଉଁ ଗଛର ଯେଉଁ ଖାଦ୍ୟଦ୍ରବ୍ୟ ସେମାନେ ସଂଗ୍ରହ କରୁଥିଲେ, ତାହା ଯଦି କମିଗଲା, କୌଣସି ନ୍ୟାଚୁରାଲ କାଲାମିଟି ହଉ କିମ୍ବା ଅଧିକ ବା ଗଛ ନ୍ୟାଚୁରାଲ କାଲାମିଟି ବା ଯେଉଁ ପ୍ରାକୃତିକ ଦୁର୍ବିପାକ ହେଲା, ଏହିସବୁ ପରିପ୍ରେକ୍ଷୀରେ କ'ଣ କରାଯାଏ ନା ଲୋକମାନେ ସେମାନେ ନିଜର ଯେଉଁ ପ୍ରିଫରେନ୍ସ ଅଛି ବା ପନ୍ଥା ଚାହିଦା ଅଛି ତାକୁ ବଦଳାଇଥାନ୍ତି ଏବଂ ସେମାନେ କ'ଣ କରନ୍ତି ନା ସେମାନେ ସିଫ୍ଟ କରି ଯାଇଥାନ୍ତି ଆନିମଲ ବେସ୍ ବା ଯେଉଁ ଅଧିକ ଶିକାର କରିଥାନ୍ତି ଏବଂ ଚେଷ୍ଟା କରିଥାନ୍ତି କିଭଳି ଭାବରେ ତାଙ୍କର ଯେଉଁ ଡେଫିସିଏନ୍ସି ରହିଲା ବା ଯେଉଁ କମିଟା ରହିଛି, ସେ ଯେଉଁ ଉଦ୍ଭିଦଜାତ ବା ଗଛଜାତ ଯେଉଁ ଖାଦ୍ୟ ପଦାର୍ଥର କମିଟା ରହିଛି, ତାକୁ କିଭଳି ଭାବେ ଅନ୍ୟ ପାର୍ଶ୍ୱରେ ମେକଅପ୍ କରିବେ। ଏବଂ ଯଦି ଦେଖାଯାଏ ଯେ ରାଇଟ୍ ଓଭର ନ୍ୟାଚୁରାଲ ରିସୋର୍ସେସ୍, କାହାର ଆକ୍ଚୁଆଲି ରାଇଟ୍ ରହିଛି ଯେଉଁ ଆମର ପ୍ରାକୃତିକ ସମ୍ପଦ ଉପରେ, ଯେ ଦେଖାଯାଏ ଯେ ସେ ଯେଉଁ ହଣ୍ଟିଂ ଆଣ୍ଡ ଗ୍ୟାଦରିଂ ସୋସାଇଟି ଥିଲା, ସେଠି ଲୋକମାନେ ନିଜର ଯେଉଁ କମ୍ୟୁନିଟି ବାଉଣ୍ଡରୀ ବା ଟେରିଟୋରୀ ଯାହାକୁ କୁହାଯାଏ, ତାକୁ ନେଇକରି ବା ସୀମା ଯେଉଁ କୁହାଯାଏ, ତାକୁ ନେଇକରି ସେମାନେ ବହୁତ ସେମାନଙ୍କ ପାଖରେ ତାଙ୍କର ଜ୍ଞାନ ଥାଏ ଏବଂ ସେମାନେ କେବେ ହେଲେ ଗୋଟିଏ କମ୍ୟୁନିଟି ବା ଗୋଟିଏ ଗୋଷ୍ଠୀ କେବେ ହେଲେ ଅନ୍ୟ ଗୋଷ୍ଠୀର ଯେଉଁ ସୀମା ରହିଛି ତାକୁ କେବେ କ୍ରସ୍ କରେ ନା ବା ଲଙ୍ଘନ କରେ ନା। ଏବଂ ଅନେକ ସମୟରେ ଦେଖାଯାଏ ଯେ ଯେତେବେଳେ ଗୋଟିଏ ଗୋଷ୍ଠୀର କୌଣସି ଆବଶ୍ୟକତା ରହିଛି ଏବଂ ତା ପାଖରେ ସେ ଯେଉଁ ପଦାର୍ଥ ନାହିଁ ବା ରିସୋର୍ସ ନାହିଁ, ସେତେବେଳେ ଅନ୍ୟ ଯେଉଁ ଗୋଷ୍ଠୀ ରହିଲା ସେମାନଙ୍କ ପାଖରେ ଯଦି ବିପୁଳ ପରିମାଣରେ ସେ ପଦାର୍ଥ ବା ସମ୍ପତ୍ତି ଅଛି ବା ସେ ଦ୍ରବ୍ୟ ଅଛି, ସେମାନେ ଏକ୍ସଚେଞ୍ଜ କରିଥାନ୍ତି ବା ଆଦାନ ପ୍ରଦାନ କରିଥାନ୍ତି ଏବଂ ଏହା ମୁଖ୍ୟତଃ ଉପହାର ସ୍ୱରୂପ ରେ ଆଦାନ ପ୍ରଦାନ କରାଯାଇଥାଏ। ଏବଂ ଯଦି ଦେଖାଯାଏ ସେ ଯେଉଁ ହଣ୍ଟର ଆଣ୍ଡ ଗ୍ୟାଦରର୍ସ ମାନେ ରହିଲେ, ଯେଉଁ ସମାଜର ବ୍ୟକ୍ତିବିଶେଷ ମାନେ ରହିଲେ, ସେମାନଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ଥିଲା ଏବଂ ତାଙ୍କର ଯେଉଁ ପଡ଼ୋଶୀ ମାନେ ଥିଲେ ବା ନେବର ମାନେ ଥିଲେ, ସେମାନଙ୍କ ସହିତ ମଧ୍ୟ ସେମାନଙ୍କର ବହୁତ ସୁସମ୍ପର୍କ ରହିଥିଲା। ଏବଂ ଯଦି ଦେଖାଯାଏ ସେ ଯେଉଁ ଜମି ବା ଜମିରୁ ଉତ୍ପାଦିତ ଦ୍ରବ୍ୟ ଯେଉଁଗୁଡ଼ିକ ରହିଥିଲା, ସେମାନଙ୍କ ତାଙ୍କର ଯେଉଁ ବାଉଣ୍ଡରୀ ଥିଲା ବା ଯେଉଁ ଟେରିଟୋରୀ ବା ଯେଉଁ ସୀମାକୁ ନେଇକରି ଯେଉଁ ବେଳେବେଳେ କନଫ୍ଲିକ୍ଟ ହୁଏ ବା ମତାନ୍ତର ହୁଏ, ତାହା ମୁଖ୍ୟତଃ ଏଇ ଯେଉଁ ଜମିକୁ ନେଇକରି ହିଁ ହେଇଥାଏ। କିନ୍ତୁ ସେ ଯଦି ଆମେ ଦେଖିବା ଉଦାହରଣ ଦେଇଛନ୍ତି ଯେଉଁ ଆନ୍ଥ୍ରୋପୋଲୋଜି ବା ଅର୍ଥନୀତି ସମାଜଶାସ୍ତ୍ରର ସ୍କଲର ମାନଙ୍କର କହିବା ଅନୁଯାୟୀ, ଯଦି ଗୋଟିଏ ଗୋଷ୍ଠୀ ସେମାନେ ମାଛ ଧରିକିରି ସେମାନଙ୍କର ଜୀବିକା ନିର୍ବାହ କରୁଛନ୍ତି, ତେଣୁ ସେ ପାଖରେ ଥିବା ଆଉ ଗୋଟିଏ ଗୋଷ୍ଠୀ ସେମାନେ ମାଛ ଧରିବା ଜୀବିକାକୁ ଆପଣେଇ ନଥାନ୍ତି, ସେମାନେ ଆପଣେଇଥାନ୍ତି ସେଇଭଳି ଜୀବିକା ଯେଉଁ ଜୀବିକା ଅନ୍ୟ ଗୋଷ୍ଠୀ ଦ୍ୱାରା ଆଦୃତ ହୋଇନଥାଏ, ଅନ୍ୟ ଗୋଷ୍ଠୀ ମାନେ ଯେଉଁ ଜୀବିକାକୁ ଗ୍ରହଣ କରିନଥାନ୍ତି। ତା ଦ୍ୱାରା କ'ଣ ହୁଏ ନା ସେମାନଙ୍କ ମଧ୍ୟରେ ମତଭେଦ କମ୍ ସୃଷ୍ଟି ହୋଇଥାଏ। ଆମେ ଯଦି ଦେଖିବା ଏଇ ଯେଉଁ ସମାଜ ଥିଲା, ଏଇ ଯେଉଁ ହଣ୍ଟର ଆଣ୍ଡ ଗ୍ୟାଦରର୍ସ ମାନଙ୍କର ସମାଜ ଥିଲା ବା ଯେଉଁ ଶିକାରୀ ବା ଯେଉଁ ବ୍ୟକ୍ତିବିଶେଷ ମାନେ ଯେଉଁ ବନଜାତ ଦ୍ରବ୍ୟରୁ ନିଜର ଜୀବିକା ଏବଂ ଜୀବନ ନିର୍ବାହ କରୁଥିଲେ, ସେମାନଙ୍କର ଯେଉଁ ସାମାଜିକ ବ୍ୟବସ୍ଥା ଥିଲା ଏହା ଅତି ସରଳ ଥିଲା। ଏବଂ ଏଥିରେ ଦେଖାଯାଏ ଯେ ଯେଉଁ
ବ୍ୟକ୍ତି ବିଶେଷ ମାନେ ଥିଲେ ସେମାନେ ବହୁତ କମ୍ ଆକ୍ଚୁଆଲି ଯୋଉ କନଫ୍ଲିକ୍ଟ ଆମର ଥିଲା ବା ଯୋଉ ମତାନ୍ତର ଏଥିରେ ଇନଭଲ୍ଭ ହଉଥିଲେ ଏବଂ ମୁଖ୍ୟତଃ ଏଇ ଯୋଉ ବ୍ୟବସ୍ଥା ଥିଲା ଏହା ପାରିବାରିକ ସମ୍ପର୍କ ବା କିନସିପ୍ ରିଲେସନସିପକୁ ନେଇକରି ବାନ୍ଧି ହୋଇ ରହିଥିଲା। ଏବଂ ଯଦି ଦେଖାଯାଏ ଆମର ଯିଏ ଆନ୍ଥ୍ରୋପୋଲୋଜିଷ୍ଟ ରହିଲେ, ଆନ୍ଥ୍ରୋପୋଲୋଜିର ସ୍କଲାର ରହିଲେ ସାଲିନ୍ସ, ସିଏ ତାକୁ ପ୍ରଥମେ କହିଥିଲେ ଯେ ଏଇ ଯୋଉ ସମାଜ ଅଛି ଏହା ପ୍ରକୃତରେ ଗୋଟେ ଆଫ୍ଲୁଏଣ୍ଟ ସୋସାଇଟି ବା ଗୋଟେ ସୋସାଇଟି ଯୋଉଠି ଲୋକମାନେ ପରସ୍ପର ଉପରେ ବହୁତ ନିର୍ଭର କରି ଏବଂ ପରସ୍ପର ସହିତ ଜଡ଼ିତ ହୋଇ ରହିଛନ୍ତି। ଆମେ ଯଦି ଦେଖିବା ଯୋଉ କିନସିପ୍ ଟାଇଜ୍ ଯାହା ଆମେ କହିଲେ ସେ ଯୋଉ ସମ୍ପର୍କ ରହିଛି ସେଇ ସମ୍ପର୍କ ଦ୍ୱାରା ହିଁ ମୁଖ୍ୟତଃ ସମସ୍ତେ ବାନ୍ଧି ହୋଇ ରହିଥିଲେ। ଏବଂ ଯଦି ଦେଖାଯାଏ ତାଙ୍କର ମୁଖ୍ୟତଃ ଯୋଉ ଅର୍ଥନୈତିକ ବା ଆର୍ଥିକ ଯୋଉ ଆବଶ୍ୟକତା ରହିଛି ତାହା ମୁଖ୍ୟତଃ ଶିକାର ଦ୍ୱାରା ହିଁ ଶିକାର କରି ସେମାନେ ପୂରଣ କରୁଥିଲେ। ଏବଂ ଏଥିରେ ଦେଖାଯାଏ ଯେ ସ୍ପେଶିଆଲାଇଜ ରୋଲ କିଛି ଥିଲା ବା ସ୍ପେଶିଆଲାଇଜ ଯୋଉ ଆମର କାମ ରହିଛି ତାହା ଦେଖାଯାଇଥିଲା, ଯାହା ଆମେ ପ୍ରଥମେ ଆଲୋଚନା କରିଥିଲେ ଜେଣ୍ଡର ଡିଭିଜନ ଅଫ ଲେବର, ଯୋଉଠାରେ କି ପୁରୁଷ ଲୋକଙ୍କୁ କିଛି କାମ ଦିଆଯାଇଥିଲା ଏବଂ ପୁରୁଷ ଲୋକଙ୍କ ପାଇଁ କିଛି ସ୍ପେସିଫିକ କାମ ବା ନିର୍ଦ୍ଦିଷ୍ଟ କାମ ଥିଲା ପୁରୁଷଙ୍କର ଏବଂ ସ୍ତ୍ରୀ ଲୋକମାନଙ୍କର ମଧ୍ୟ କିଛି ନିର୍ଦ୍ଦିଷ୍ଟ କାମ ଥିଲା। କିନ୍ତୁ ଯଦି ଆମେ ଦେଖିବା ଯୋଉ ପାଟର୍ନ ଅଫ ସେୟାରିଂ ଅଫ ଫୁଡ, ମାନେ ସେମାନେ ଖାଦ୍ୟଟିକୁ କିଭଳି ଭାବରେ ନିଜ ଭିତରେ ବାଣ୍ଟୁଥିଲେ, ଯଦି ଦେଖାଯାଏ ଯେ ସେମାନେ ମୁଖ୍ୟତଃ ତାଙ୍କର ଯୋଉ କିନସିପ୍ ଗ୍ରୁପ ଥିଲା ତାଙ୍କ ଭିତରେ ବାଣ୍ଟୁଥିଲେ ଏବଂ ସେମାନଙ୍କ ଭିତରେ ଏତେ ସୁସମ୍ପର୍କ ଥିଲା ଯେ ଯଦି କୌଣସି ଗୋଟେ ବ୍ୟକ୍ତି ବିଶେଷ ସିଏ ଆଜି ଶିକାରକୁ ଯାଇଛି ଏବଂ ଖାଲି ହାତରେ ଫେରିଛି, କିଛି ଶିକାର କରିପାରେନି, ଆଉ ଅନ୍ୟ ଜଣେ ବ୍ୟକ୍ତି ବିଶେଷ ସିଏ ଅଧିକ ଶିକାର କରି ଫେରିଛି, ତେଣୁ ଯୋଉ ବ୍ୟକ୍ତିଟି ଅଧିକ ଶିକାର କରି ଫେରିଥାଏ ସିଏ କିଭଳି ତାର କିଛି ଅଂଶ ସେ ଯୋଉ ବ୍ୟକ୍ତିଟି ଶିକାର ନ କରିକି ଫେରିଛି ତାକୁ କିଭଳି ତା ମଧ୍ୟରେ ବାଣ୍ଟିଥାନ୍ତି। କିନ୍ତୁ ଏ ଯୋଉ ବଣ୍ଟନ ବ୍ୟବସ୍ଥା ରହିଥିଲା ବା ବିତରଣ ବ୍ୟବସ୍ଥା ରହିଥିଲା, ଯୋଉ ବାଣ୍ଟିବାର ବ୍ୟବସ୍ଥାଟା ରହିଥିଲା, ଏହା ମୁଖ୍ୟତଃ ଯୋଉଠି କିନସିପ୍ ଗ୍ରୁପ ବା ନିଜର ପାରିବାରିକ ଯୋଉ ସମ୍ପର୍କୀ ମାନଙ୍କ ମଧ୍ୟରେ ସୀମିତ ଥିଲା। ଏବଂ ଯୋଉ ପଲିଟିକାଲ ଅର୍ଗାନାଇଜେସନ ବା ତାଙ୍କର ରାଜନୈତିକ ଯୋଉ ସଂଗଠନ ଥିଲା, ଏଥିରେ ଦେଖାଯାଏ ଯେ ମୁଖ୍ୟତଃ ଯାହା ଆମେ କହିଲେ ଗୋଟେ ହେଡମ୍ୟାନ ଥିଲା ବା ଯୋଉ ମୁଖିଆ ଥିଲେ, ସେମାନେ ସେ ଯୋଉ ବା ଯୋଉ ଗୋଷ୍ଠୀକୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରିତ କରିବା ପାଇଁ ଦାୟିତ୍ୱ ନେଉଥିଲେ। ଏବଂ ଯଦି ଦେଖାଯାଏ ସିଏ ସବୁଠୁ ବଳିଜ୍ୟେଷ୍ଠ ହେଇଥିବା ଦରକାର ଏବଂ ସେମାନଙ୍କର ଗୋଟେ ଚାରିସ୍ମାଟିକ କ୍ୱାଲିଟି ଥିବା ଦରକାର, ସେଇଭଳିଆ ଲୋକଙ୍କୁ ହିଁ ଗୋଟେ ହେଡମ୍ୟାନ ବା ମୁଖିଆ କରାଯାଇଥାଏ। ଏବଂ ଯଦି ଦେଖାଯାଏ ଯେ ଏ ଯୋଉ ମୁଖିଆ ମାନେ ହୋଇଥିଲେ ସେମାନେ କେବେ ହେଲେ ଅର୍ଡର ପାସ୍ କରନ୍ତିନି, ଆଉ ସେମାନେ ସବୁବେଳେ ଚେଷ୍ଟା କରନ୍ତି ଯେ ସେ ଯୋଉ ଗୋଷ୍ଠୀର ଯୋଉ ମେମ୍ବର ମାନେ ରହିଲେ ବା ସଭ୍ୟ ମାନେ ରହିଲେ ସେମାନଙ୍କୁ କିଭଳି ଭାବେ ଗୋଟିଏ ଯୁକ୍ତିଯୁକ୍ତ ଉପାୟରେ କନଭିନ୍ସ କରିପାରିବେ ଏବଂ କୌଣସି ସମୟରେ ଯଦି କୌଣସି ବିବାଦ ଦେଖାହେଲା ବା ଡିସ୍ପ୍ୟୁଟ ଦେଖାଗଲା ଶୁଣିଥାନ୍ତି ଏବଂ ତାପରେ ନିଜର ମତ ପ୍ରକାଶ କରିଥାନ୍ତି। ଏବଂ ଯଦି ଦେଖାଯାଏ ବେଳେବେଳେ କନଫ୍ଲିକ୍ଟ ହୁଏ, ବେଳେବେଳେ ମତଭେଦ ଦେଖାଯାଇଥାଏ ଗ୍ରୁପରେ ବା କୌଣସି ଗୋଷ୍ଠୀ ମାନଙ୍କ ମଧ୍ୟରେ, କିନ୍ତୁ ସେ ଯୋଉ ମତଭେଦ ଦେଖାଯାଇଥାଏ ତାହା ମୁଖ୍ୟତଃ ଦେଖାଯାଇଥାଏ ବିକଜ ଅଫ ଆବସେନ୍ସ ଅଫ ଲିଡର୍ସ, ମୁଖିଆର ଅନୁପସ୍ଥିତିରେ ଏଇଭଳି ମତଭେଦ ଦେଖାଯାଇଥାଏ। ଏବଂ ଯଦି ଆମେ ଦେଖିବା ଯୋଉ ଆମର ପ୍ରୋବ୍ଲେମ କୋଉଭଳି ଭାବରେ ରହିଥିଲା ନା, ପ୍ରୋବ୍ଲେମ ବେଳେବେଳେ ହୁଏ ଗୋଟେ ହଣ୍ଟିଂ ଆଣ୍ଡ ଗ୍ୟାଦରିଂ ସୋସାଇଟି, ଦୁଇଟି ସମାଜ ଯେତେବେଳେ ଗୋଟେ ଶିକାରକୁ ନେଇକରି ସମସ୍ତେ ନିଜ ନିଜ ଭିତରେ ପ୍ରତିଯୋଗିତା କରନ୍ତି, ବେଳେବେଳେ ପ୍ରତିଯୋଗିତା ହେଇଥାଏ କୋଉଭଳି ଭାବରେ ନା, ବେଳେବେଳେ ପ୍ରତିଯୋଗିତା ହୋଇଥାଏ ଯେ କୋଉ ବ୍ୟକ୍ତି ବା କୋଉ ଗୋଷ୍ଠୀ ସବୁଠୁ ବଡ ଜୀବକୁ ଶିକାର କରିବ କିମ୍ବା କୋଉ ଗୋଷ୍ଠୀ ବା କୋଉ ବ୍ୟକ୍ତି ସବୁଠୁ ଅଧିକ ଯୋଉ ଜଙ୍ଗଲଜାତ ଦ୍ରବ୍ୟ ହେଲା ବା ବୃକ୍ଷଜାତ ଦ୍ରବ୍ୟ ହେଲା ତାକୁ ସଂଗ୍ରହ କରିବ। ଏହି ସବୁ ଜିନିଷକୁ ନେଇ ସେମାନଙ୍କ ମଧ୍ୟରେ ବା ଏହି ସବୁ ବିଷୟକୁ ନେଇ ସେମାନଙ୍କ ମଧ୍ୟରେ ମତାନ୍ତର ଦେଖାଯାଏ ବା ପ୍ରତିଯୋଗିତା ଦେଖା ଦେଇଥାଏ। ଏବଂ ଯଦି ଦେଖାଯାଏ ଯେ ସେ ଯୋଉ କନଫ୍ଲିକ୍ଟ ବେଳେବେଳେ ହୋଇଥାଏ ତାହା ମୁଖ୍ୟତଃ ଅନେକ ସମୟରେ ଆକ୍ଚୁଆଲି ସମାଧାନ ହୋଇଯାଇଥାଏ ବହୁତ, ଏବଂ ବହୁତ କମ ସମୟରେ ଦେଖାଯାଇଥାଏ ଯେ କୌଣସି ଯୋଉ ଆମର ଯୋଉ ମତଭେଦ ବା ମତାନ୍ତର ହେଇଥାଏ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ, ଏହା କୌଣସି ଯୋଉ ଆମର ଆଦାନ ପ୍ରଦାନ ବ୍ୟବସ୍ଥା ଉପରେ କୌଣସି ପ୍ରଭାବ ପକାଇ ନଥାଏ ମୁଖ୍ୟତଃ ଭାବରେ, ଏବଂ ଯଦି ବି ପକାଇଥାଏ କିଛି ସମୟ ପାଇଁ ତାହା ବହୁତ ଅଳ୍ପ ସମୟ ମଧ୍ୟରେ ତାହା ସମାଧାନ ହୋଇଯାଇଥାଏ। ଏବଂ ଏଠାରେ ଦେଖାଯାଏ ଯେ ବହୁତ ସମୟରେ ଯୋଉ ଆମର ଯୋଉ ସମ୍ପର୍କ ଥାଏ, ଯୋଉ ସମ୍ପର୍କ ସୁସମ୍ପର୍କ ରହିବା କଥା ତାହା ରହିନଥାଏ
ଯୋଉ ଦୁଇଟି ଗୋଷ୍ଠୀଙ୍କ ମଧ୍ୟରେ କେବଳ ସେଇ କଣ୍ଡିସନରେ ଯୋଉଠି ଦୁଇଟି ଗ୍ରୁପ କିନସିପ୍ ଗ୍ରୁପ ହେଇନଥାନ୍ତି ଏବଂ ଯୋଉଠି ନନ୍ କିନସିପ୍ ବେସ୍ଡ ରିଲେସନ ଥାଏ ସେଇ ଯୋଉ ସମ୍ପର୍କ ଗୁଡ଼ିକ ବେଳେବେଳେ କ୍ଷୀଣ ହୋଇଥାଏ ଏବଂ ମତଭେଦ ଦେଖାଯାଇଥାଏ। ଆମେ ଯଦି ଦେଖିବା ଯୋଉ ସୋସିଓ କଲଚରାଲ ଡାଇନାମିକ୍ସ ବା ସାମାଜିକ ଏବଂ ସାଂସ୍କୃତିକ ଯୋଉ ଡାଇନାମିକ୍ସ ରହିଛି ଏଇ ଯୋଉ ସମାଜର, ଏହା ମୁଖ୍ୟତଃ ଦେଖାଯାଇଥାଏ ଏହି ସମାଜର ଲୋକମାନେ ଯୋଉ ବସବାସ କରୁଥିଲେ ବା ଜୀବନ ଯାପନ କରୁଥିଲେ ସେମାନେ ମୁଖ୍ୟତଃ ଶାନ୍ତିପ୍ରିୟ ଥିଲେ ଏବଂ ସେମାନଙ୍କ ମଧ୍ୟରେ ବହୁତ କମ ସମୟରେ ଯୋଉ ଆମର ମତଭେଦ ବା ଝଗଡା ଯୋଉ କୁହାଯାଏ ସେ ବା କନଫ୍ଲିକ୍ଟ ଦେଖା ଏଇ ଯୋଉ ଲୋକମାନେ ଥିଲେ ବା ଏଇ ଯୋଉ ସମାଜର ଯୋଉ ବ୍ୟକ୍ତିବିଶେଷ ମାନେ ଥିଲେ ସେମାନେ ମୁଖ୍ୟତଃ ଯୋଉ ସେଲ୍ଫ ରିଲାଏନ୍ସ ବା ଆତ୍ମନିର୍ଭରତାକୁ ସେମାନେ ବହୁତ ପ୍ରାଧାନ୍ୟ ଦେଉଥିଲେ ଏବଂ ସେମାନେ ଚାହୁଁଥିଲେ ଯେ ବହୁତ କମ ସମୟରେ ସେମାନେ ବହୁତ ଅନେକ ସମୟରେ ସେମାନେ ମଧ୍ୟ ନିଜର ଆବଶ୍ୟକତାଟାକୁ ପୂରଣ କରି ନିଜର ଯୋଉ ନେବର ରହିଲେ ବା ପଡୋଶୀ ଯୋଉ ସଂଗଠନ ବା ଯୋଉ ଗୋଷ୍ଠୀ ରହିଥିଲେ ତାଙ୍କୁ ମଧ୍ୟ ସେମାନେ ସାହାଯ୍ୟର ହାତ ବଢାଉଥିଲେ ଆବଶ୍ୟକ ଯେତେବେଳେ ପଡୁଥିଲା ଏବଂ ଯୋଉ ପନିଶମେଣ୍ଟ ଥିଲା ବା ଯୋଉ ଦଣ୍ଡ ବିଧାନର ଯୋଉ ନୀତି ଥିଲା ତାହା ଅତି କଠୋର ନଥିଲା ଏବଂ ଯଦି କୌଣସି ଦୁଇଟି ବା ଅନ୍ତର୍ଦ୍ୱନ୍ଦ୍ୱ ବା ଅନ୍ତର୍କନ୍ଦଳ ଦେଖାଯାଏ ସେ ସମୟରେ ଯୋଉ ଭିଲେଜ ହେଡମ୍ୟାନ୍ ଥିଲେ ବା ଯୋଉ କମ୍ୟୁନିଟି ହେଡମ୍ୟାନ୍ ଥିଲେ ବା ଯୋଉ ମୁଖିଆ ଥିଲେ ସିଏ ତାକୁ ତାର ଆପୋଷ ବୁଝାମଣା ଦ୍ୱାରା ସମାଧାନ କରୁଥିଲେ ଏବଂ ଯୋଉ ପନିଶମେଣ୍ଟ ବା ଯୋଉ ଦଣ୍ଡ ବିଧାନ ନୀତି ଥିଲା ଏହା ଅଧିକ କଠୋର ନଥିଲା। ଏବଂ ଯଦି ଦେଖାଯାଏ ଯେ ଯୋଉ ହଣ୍ଟର ଆଉ ଗ୍ୟାଦରର୍ସ ମାନଙ୍କର ଥିଲା ସେ ଯୋଉ ଆମର ପ୍ରଥା ଯୋଉ ଶିକାର କରିବାର ଯୋଉ ସ୍କିଲ୍ ଥିଲା ବା ଯୋଉ ଏକ୍ସପର୍ଟାଇଜ ଥିଲା ତାହା ବହୁତ ସମୟରେ ଗୋଟେ କମ୍ପିଟେଟିଭ ସ୍ପିରିଟକୁ ଜନ୍ମ ଦେଉଥିଲା। ବର୍ତ୍ତମାନ ଆମେ ଆଲୋଚନା କରିବା ଯଦି ବର୍ତ୍ତମାନ ଆଲୋଚନା କରିବା ଯେ ଆମେ କିଭଳି ଯେ ଗୋଟେ ଯେତେବେଳେ ନୂଆ ଶିଶୁ ଯେତେବେଳେ ଜନ୍ମ ହଉଥିଲା କିଭଳି ଭାବରେ ତାର ଯୋଉ ସୋସିଆଲାଇଜେସନ ହଉଥିଲା ତାର ସୋସିଆଲାଇଜେସନ ବା ତାକୁ ଯେତେବେଳେ ସମାଜର ବିଭିନ୍ନ ନିୟମ ସବୁ ଶିଖା ଯାଉଥିଲା ତାକୁ କିଭଳି ଭାବରେ ପ୍ରସ୍ତୁତ କରୁଥିଲେ ଗୋଟେ ନେକ୍ସଟ ଜେନେରେସନ ବା ପରବର୍ତ୍ତୀ ଯୋଉ ପିଢିର ଶିକାରୀ ଭାବରେ ଗଢି ତୋଳିବା ପାଇଁ। ଏଥିପାଇଁ ସେ ପିଲାର ଯେ ପ୍ୟାରେଣ୍ଟସ ଥିଲେ ବା ବାପା ବା ମା ସେମାନେ କିଭଳି ଭାବରେ ସେ ଯୋଉ ଶିଶୁଟି ବଢୁଥିଲା ତାକୁ କିଭଳି ଭାବରେ ସେମାନେ ଟ୍ରେନିଂ ଦଉଥିଲେ ଯେ ସେ କିଭଳି ଭାବରେ ଗୋଟେ ଶିକାରୀ ହୋଇ ଭଲ ଶିକାରୀ ହୋଇ ବାହାରିବ। ଏହାପରେ ବର୍ତ୍ତମାନ ଆମେ ଆଲୋଚନା କରିବା ଆମର ଯୋଉ ଏଇ ଯୋଉ ୟୁନିଟ ରହିଛି ପ୍ରଡକ୍ସନ ସର୍କୁଲେସନ ଆଣ୍ଡ କନଜମ୍ପସନ ବା ଉତ୍ପାଦନ ବା ବିତରଣ ଏବଂ ଉପଭୋଗ ଅଣ୍ଡରରେ ଯୋଉ ରହିଛି ପାଶ୍ଚରାଲିଷ୍ଟ ଆଣ୍ଡ ହର୍ଟିକଲଚରିଷ୍ଟଙ୍କ ବିଷୟରେ। ଏଇ ଯୋଉ ପାଶ୍ଚରାଲିଷ୍ଟ ସମାଜ ଯାହାକୁ କୁହାଯାଏ ପାଶ୍ଚରାଲିଷ୍ଟ ଆମେ ଅଳ୍ପ ବହୁତ ସମସ୍ତେ ଜାଣିଛେ। ପାଶ୍ଚରାଲିଷ୍ଟ ମାନେ ଯେତେବେଳେ ଆମେ ପ୍ରଥମ ସମାଜ ଥିଲା ଯାହା ଥିଲା ହଣ୍ଟର ଗ୍ୟାଦରର୍ସଙ୍କର ଯୋଉଠି ଲୋକମାନେ ନିଜର ଜୀବନ ଏବଂ ଜୀବିକା ନିର୍ବାହ ପାଇଁ ଜୀବଜନ୍ତୁ ମାନଙ୍କ ଶିକାର କରୁଥିଲେ ଏବଂ ତା ସହିତ ଯୋଉ ବନଜାତ ଦ୍ରବ୍ୟ ରହିଲା ବା ଜଙ୍ଗଲଜାତ ଦ୍ରବ୍ୟ ରହିଲା ତାକୁ ସଂଗ୍ରହ କରି କିଭଳି ଭାବରେ ନିଜର ଜୀବନ ଜୀବିକା ନିର୍ବାହ କରୁଥିଲେ। ଏହା ପରେ ଏଇ ଗୋଟେ ସମାଜ ଆସିଲା ଯୋଉଠି କି ଲୋକମାନେ ପାଶ୍ଚରାଲିଷ୍ଟ ବା ଯୋଉ ଆମର ଯୋଉ ଗୃହପାଳିତ ପଶୁମାନେ ରହିଲେ ସେମାନଙ୍କୁ କିଭଳି ସେମାନଙ୍କର ଲାଳନ ପାଳନ କରି ସେମାନେ କିଭଳି ଭାବରେ ତାଙ୍କର ଜୀବନ ଏବଂ ଜୀବିକା ନିର୍ବାହ କଲେ। ଏବଂ ଯଦି ଦେଖାଯାଏ ଏଇଟା ଗୋଟେ ପ୍ରାଚୀନ ଯୋଉ ଅକୁପେସନ ରହିଛି ବା ଯୋଉ କାର୍ଯ୍ୟପନ୍ଥା ରହିଛି ତା ମଧ୍ୟରୁ ଗୋଟେ। ଏବଂ ଯଦି ଦେଖାଯାଏ ଯୋଉ ଭାରତର ଆମର ପାଶ୍ଚରାଲିଷ୍ଟ ମାନେ ରହିଲେ ଏହା ବିଶ୍ୱାସ କରାଯାଏ ଯେ ସେମାନେ ବହୁତ ପୁରୁଣା ପୁରାତନ ଏବଂ ତାହା ଆପ୍ରୋକ୍ସିମେଟଲି 2000 ବର୍ଷ ପୁରୁଣା। ଏବଂ ଏଥିରେ କଣ କରାଯାଏ ନା ଯୋଉ ଆମର ପ୍ରାକ୍ଟିସ ରହିଛି ଏଥିରେ କଣ କରାଯାଏ ନା ଯୋଉ ଆମର ଲାଇଫ ଷ୍ଟକ୍ ରହିଛନ୍ତି ବା ଯୋଉ ଡୋମେଷ୍ଟିକ ଗୃହପାଳିତ ପଶୁ ପକ୍ଷୀ ରହିଛନ୍ତି ସେମାନଙ୍କୁ ଗୋଟେ ଆର୍ଥିକ ଆବଶ୍ୟକତାର ଯୋଉ ହାଉସ ହୋଲ୍ଡ ରହିଛି ବା ଘର ରହିଛି ବା ପରିବାର ରହିଛି ତାର ଆର୍ଥିକ ଆବଶ୍ୟକତାଟାକୁ ପୂରଣ କରିବା ପାଇଁ ଲୋକମାନେ ଗୃହପାଳିତ ପଶୁମାନଙ୍କୁ ଲାଳନ ପାଳନ କରୁଥିଲେ। ଏବଂ ଗୋଟିଏ ସମୟ ଆସିଲା ଯେତେବେଳେ ଦେଖାଗଲା ଯେ ସମାଜର ଯୋଉଟା ହଣ୍ଟିଂ ଆଣ୍ଡ ଗ୍ୟାଦରିଂ ସୋସାଇଟି ଥିଲା ଗୋଟିଏ ସମୟରେ ଆଉ ଗୋଟେ ସମୟରେ ଦେଖାଗଲା ଯେ ସମାଜରେ ଲୋକମାନେ ବିପୁଳ ସଂଖ୍ୟାରେ ବହୁଳ ସଂଖ୍ୟାରେ ଆକ୍ଚୁଆଲି ଏ ଯୋଉ ଗୃହପାଳିତ ଜୀବଜନ୍ତୁ ମାନଙ୍କ ଲାଳନ ପାଳନ କରି ସେମାନଙ୍କର ଯୋଉ ଆର୍ଥିକ ଆବଶ୍ୟକତା ଅଛି ତାକୁ ପୂରଣ କରିବା ପାଇଁ ଲାଗିଲେ। ଏବଂ ଦେଖାଗଲା ଯେ
अ, अनेक समय वर्तमान में मध्य देखा जाए जे जो आमर लाइफ स्टॉक इकोनॉमी वर्तमान अच्छे जदि हम देखिबा स्टैटिस्टिक्स बा जो परिसंख्यान देखिबा जदि हम जानि परिबा जे वर्तमान जो गृहपालित पशु आमर जो इकोनॉमी रहिछि बा अर्थनीति रहिछि ताकू बहुत संख्यार बा बहुत संख्यार सपोर्ट कर जदि हम देखिबा वर्तमान पोल्ट्री फार्मिंग आमर होछि जो ब्रॉयलर कुकुड़ा ठू आरंभ करी आमर विभिन्न प्रकार जो अलगा जो लाइफ स्टॉक माने रहिले गोट ठू आरंभ करी काउ ठू आरंभ करी गाई ठू आरंभ करी छेली ठू आरंभ करी मेंढा ठू आरंभ करी ये जो डोमेस्टिक एनिमल माने रहिले से माने किभଳି गोटे नेशनल जो आमर इकोनॉमी रही तार केमती गोटे बा जातीय अर्थनीति रही तार किभଳି भाबे गोटे इम्पोर्टेंट बा मुख्य कंपोनेंट वर्तमान आम देखा जो पाश्चरालिज्म जो समाज थिला सेठी मुख्यतः लोक माने जीवन एवं जीविका निर्वाह करते केवल डोमेस्टिकेशन ऑफ एनिमल्स द्वारा बा से जो गृहपालित पशु को रखी तार लालन पालन कर से जीवन एवं जीविका निर्वाह करुले किंतु जो आमर थिला जो हंटर एंड गैदरर सोसाइटी सेठी देखा जे से समाज गोटे असुविधा होता जो गोटे एडवर्स क्लाइमेटिक कंडीशन आसला हठात किसी दिन धरी वर्षा होता तो लोक मैंने करि पारुनथले शिकार करि पारुनथले किंबा जो जंगल जात द्रव्य संग्रह करि पारुनथले किंतु ए जो समाज देखाला या विपुल परिमाण रे गोटे परिवर्तन आनिथिला एवं देखागला जे जोठी जो आमर जीवजंतु बा डोमेस्टिक एनिमल बा गृहपालित पशु पक्षी को पालन करी लोक माने सहजरे निजर जीवन यापन करि पारुथले आमे जे देखिबा जो पाश्चरल ग्रुप थिले भारत रे मुख्यतः देखिबा अनेक गुडी गोष्ठी अछंती किंतु जे देखिबा मुख्यतः आमे देखिबा आमर कर्णाटक रे थिले कुरुबा एवं धानगर एबे भी मध्ये केते अछंती आउ से बेले आंध्र प्रदेश रे थिले कुरुमा एवं गोल्ला एवं राजस्थान रे थिले राइका एवं गुजर्स एवं गुजरात रो भारवाड़ एवं हिमालय रो जो रीजन थिला बा भौगोलिक जो स्थान हिमालय रे मुख्यतः गुजर्स माने बा गुजर्स बकरवाल्स एवं गाडी संप्रदाय रो लोक माने पाश्चरालिज्म भली जो कार्य अच्छे से निजक नियोजित रखिते एवं देखा जाए जे जो ये जो पाश्चरालिस्ट माने थिले एमाने जो माने निजर जीवन जीविका केवल गृहपालित पशु मानकर लालन पालन करी से माने निर्वाह करथिले से माने मुख्यतः भाव में मेंढा सीप बा छेली किंबा महिषी किंबा ओट किंबा जो याक रहिला हमर चमरी गाई मुख्यतः बरफाद्रुत अंचल देखा जाए से लालन पालन करी से जीवन एवं जीविका निर्वाह करथांती आउ जो देखा जाए जे आमर जो पाश्चरालिस्ट माने रहिले मुख्यतः जो ड्राई लैंड बा आमर जो सुखिला जो जमी गुड़िक जगह गुड़िक अच्छी वेस्टर्न इंडिया मुख्यतः आम देखा जदि आरावली पर्वत है तार आरावली पर्वत पाखापाखि अंचल गुड़िक है सेठारे मुख्यतः देखा जाए जे जो माने भूमिहीन लोक मैंने रहिले लैंडलेस पॉपुलेशन रहिले से माने मुख्यतः यही भली कार्य निजक नियोजित रखि था कारण से जो मीन्स ऑफ प्रोडक्शन रहा उत्पादन माध्यम रहा ताहा जेहेतु न थाए तेणु से जो आमर गृहपालित पशुपक्षी मानकर लालन पालन कर एक्सचेंज बा बिक्री करबा बिक्री करी सेमानकर जीवन एवं जीविका निर्वाह करथांती एथुरु देखा जाए जे एमानकर जो व्यवस्था ये जो व्यवस्था पाश्चरालिस्ट मानकर जो समाज मुख्यतः रही एथिरे देखा जाए जे जो आमर वेस्टर्न बा जो पश्चिम भारत जो केते गुड़िए अंश रही सेठी देखा जाए जे बहुत जो पड़ोसी देश माने रहिले जे भली पाकिस्तान हेले बा अफगानिस्तान हेले बा बालुचिस्तान हेला सेठारु मध्ये बहुत पाश्चरालिस्ट जो माने निजर जीवजंतु को आनी एठारे चराइया पे आसी थांती एवं देखा जाए जे जो पाश्चरालिस्ट माने रहिले बा जो चराली माने रहिले से माने विभिन्न प्रकार जीव जे भली आमे कहिले से माने होई तो महिषी होंतु किंबा कैमेल बा ओट होंतु किंबा छेली मेंढा यही भली जीव को ही मुख्यतः आणिकी आसी थांती चराइया पे नेकी जाई थांती एवं देखा जाए जे
ବହୁତ ଅନେକ ସମୟରେ ଦେଖାଯାଏ ଯେ ଯୋଉ ପାସ୍ଚରାଲିଷ୍ଟ ମାନେ ଯେତେବେଳେ ଚରେଇବା ପାଇଁ ଯାଇଥାନ୍ତି ସେମାନଙ୍କୁ ଅନେକ ସମସ୍ୟାର ସମାଧାନ ସମ୍ମୁଖୀନ ହବା ପାଇଁ ପଡ଼ିଥାଏ ଏବଂ ସେମାନେ ଯୋଉ ତାଙ୍କର ଯୋଉ ଅକୁପେସନ ରହିଛି ବା ତାଙ୍କର ଯୋଉ ଅ, ଅ, ଯୋଉ ଆମର କୁହାଯାଏ ଯୋଉ ଅକୁପେସନ ରହିଛି ତାହା ହେରିଡିଟାରୀ ବହୁ ସମୟରେ ଏହା ବଂଶାନୁଗତ ଆକ୍ଚୁଆଲି ଆମେ ଦେଖାଯାଏ ଯେ ଯେଭଳି ଆମେ ଜାଣିଛେ ଯୋଉ ଆମର କାଷ୍ଟ ବେସ୍ ଅକୁପେସନ ରହିଲା ତାହା ଯେଭଳି ଯେଭଳି ଭାବେ ବଂଶାନୁଗତ ଏଇ ଯୋଉ ପାସ୍ଚରାଲିଷ୍ଟ ଅକୁପେସନ ରହିଲା ତାହା ବି ମଧ୍ୟ ଅନେକ ସ୍କଲାର ମାନେ ମାନନ୍ତି ଯେ ବଂଶାନୁଗତ ଏବଂ ଦେଖାଯାଏ ଯେ ଏ ଯୋଉ ୱେଷ୍ଟର୍ଣ୍ଣ ଇଣ୍ଡିଆ ରହିଲା ବା ଯୋଉ ପଶ୍ଚିମ ଭାରତର ଯୋଉ ଭାଗ ଗୁଡ଼ିକର ଯୋଉ ପାସ୍ଚରାଲିଷ୍ଟ ମାନେ ରହିଲେ ସେମାନେ ମୁଖ୍ୟତଃ ଗୋଟିଏ ଯାହାର ପ୍ରଥମ ଜେନେରେସନ ବା ପ୍ରଥମ ପିଢ଼ି ମନେ କରନ୍ତୁ ଜଣେ ଗାଈ ଯୋଗାଳି ଥିଲା ତାର ଆର ପିଢ଼ି ମଧ୍ୟ ବା ନେକ୍ସଟ ବା ପରବର୍ତ୍ତୀ ପିଢ଼ି ମଧ୍ୟ ସେମାନେ ମଧ୍ୟ ଏହି ଅକୁପେସନକୁ ଆପଣେଇ ନେଇଥାନ୍ତି ଏବଂ ଯଦି ଦେଖାଯାଏ ଯେ ଅନେକ ସମୟରେ ଯୋଉ ପାସ୍ଚରାଲିଷ୍ଟ ମାନେ ରହିଲେ ବା ଯୋଉମାନେ ନିଜର ଜୀବନ ଏବଂ ଜୀବିକା ନିର୍ବାହ କରନ୍ତି କେବଳ ଏ ଯୋଉ ଜୀବଜନ୍ତୁ ଡୋମେଷ୍ଟିକ ଆନିମାଲ ମାନଙ୍କୁ ଲାଳନ ପାଳନ କରି ସେମାନେ ଅନେକ ସମୟରେ ଚାଷକୁ ମଧ୍ୟ ପରିବର୍ତ୍ତିତ ହୋଇଛନ୍ତି ଏବଂ ଅନେକ ସମୟରେ ଦେଖାଯାଏ ଯୋଉ ଚାଷୀମାନେ ବି ଥିଲେ ବାରମ୍ବାର ଚାଷରେ କ୍ଷତି ହେବା ଦ୍ୱାରା ସେମାନେ ମଧ୍ୟ ନିଜକୁ ପାସ୍ଚରାଲିଷ୍ଟ ଭାବରେ ପରିବର୍ତ୍ତନ କରିଛନ୍ତି ଏବଂ ଯଦି ଦେଖାଯାଏ ପାସ୍ଚରାଲିଜମ ବା ଆମର ହିମାଳୟ ଭାରତର ଯୋଉ ହିମାଳୟ ଅଞ୍ଚଳ ରହିଛି ସେଇ ଜାଗା ଗୁଡ଼ିକରେ ସେଠି ବହୁତ ସମୟରେ ଯୋଉ ସିଜନାଲ ଇଏକୁ ନେଇ ଚେଞ୍ଜ ହେଇଥାଏ ଯେତେବେଳେ ଖରା ଋତୁ ଆସେ ସେତେବେଳେ ଯୋଉ ଆମର ଚରାଳି ମାନେ କଣ କରନ୍ତି ନା ସେମାନେ ନେଇଯାଆନ୍ତି ଜୀବଜନ୍ତୁ ମାନଙ୍କୁ ନେଇକରି ସେମାନେ ପଳାନ୍ତି ଉପର ଭାଗକୁ ଏବଂ ଯେତେବେଳେ ପୁଣି ଯେତେବେଳେ ଋତୁ ପରିବର୍ତ୍ତନ ହୁଏ ସେମାନେ ବା ଯେତେବେଳେ ବରଫ ପଡ଼ିବା ଆରମ୍ଭ ହୁଏ ବା ବର୍ଷା ଦିନ ଆସିବା ଆରମ୍ଭ ହୁଏ ସେମାନେ ପୁଣି କିଭଳି ପର୍ବତ ଶିଖରରୁ ତଳକୁ ଓହ୍ଲେଇଥାନ୍ତି ଏବଂ ଏ ଯୋଉ ମାଇଗ୍ରେଟରୀ ବା ଯୋଉ ବିସ୍ଥାପିତ ବାରମ୍ବାର ତାଙ୍କର ଜାଗା ପରିବର୍ତ୍ତନ କରୁଥାନ୍ତି ସେମାନେ ଯୋଉ ପାସ୍ଚରାଲିଷ୍ଟ ରହିଲେ ବା ଚରାଳି ମାନେ ରହିଲେ ସେମାନଙ୍କୁ ଯଦି ଆମେ ଦେଖିବା ତାଙ୍କ ଭିତରେ ଗୁଜର୍ସ ଅଫ କାଶ୍ମୀର ଉତ୍ତରପ୍ରଦେଶ ହିମାଚଳ ପ୍ରଦେଶ ସେମାନେ ମୁଖ୍ୟତଃ ମଇଁଷି ବା ଚରେଇବା ପାଇଁ ନେଇଥାନ୍ତି ଏବଂ ଯଦି ଆମେ ଦେଖିବା ବେକରୱାଲେସ୍ ଅଫ ଜାମ୍ମୁ ଆଣ୍ଡ କାଶ୍ମୀର ବେକରୱାଲା ଯୋଉ ସମ୍ପ୍ରଦାୟ ରହିଥିଲେ ଜାମ୍ମୁ ଆଉ କାଶ୍ମୀରର ସେମାନେ ମୁଖ୍ୟତଃ ମେଣ୍ଢା ଏବଂ ଛେଳି ମାନଙ୍କୁ ଦଳ ଦଳ କରି ନେଇକି ଯାଇଥାନ୍ତି ଯଦି ଦେଖିବା ଭୂତିଆସ ଉତ୍ତରପ୍ରଦେଶର ଭୂତିଆସ ଯୋଉମାନେ ମେଣ୍ଢା ଚରେଇବାକୁ ଯାଇଥାନ୍ତି ଏବଂ ଗାଡିଜ ଆଣ୍ଡ କୌଲିଜ ଅଫ ହିମାଚଳ ପ୍ରଦେଶର ଗାଡିଜ ଆଉ କୌଲି ସମ୍ପ୍ରଦାୟ ଯୋଉମାନେ ମେଣ୍ଢା ଏବଂ ଛେଳି ଚରେଇବା ପାଇଁ ନେଇଯାଇଥାନ୍ତି ସେଭଳି ସେର୍ପାଜ ଆମେ ସମସ୍ତେ ଜାଣିଛେ ଗୋଟେ ଏଭଳି ସମ୍ପ୍ରଦାୟ ଯାହା ନେପାଳର ବହୁତ ଏହା ଏକ ଜଣାଶୁଣା ନା ସେମାନେ ମଧ୍ୟ ଯୋଉ ଚମରି ଗାଈ ଚରେଇବା ପାଇଁ ଆସିଥାନ୍ତି ସେମାନେ ଅନେକ ସମୟରେ ସେମାନଙ୍କର ସ୍ଥାନ ପରିବର୍ତ୍ତନ କରିଥାନ୍ତି ଆମେ ଯଦି ଦେଖିବା ଫର୍ମସ ଅଫ ପାସ୍ଚରାଲିଜମ ବା କେତେ ପ୍ରକାର ଯୋଉ ପାସ୍ଚରାଲିଜମ ରହିଛି ଗୋଟେ ଥିଲା ନୋମାଡିକ ପାସ୍ଚରାଲିଜମ ଯାହାକି ଦେଖିବା ଲୋକମାନେ ବାରମ୍ବାର ତାଙ୍କର ଜାଗା ପରିବର୍ତ୍ତନ କରୁଥିଲେ ମୁଭମେଣ୍ଟ ସବୁବେଳେ ପାଇଁ ସେମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସବୁବେଳେ ଯିବା ଆସିବା ସେମାନଙ୍କ ଲାଗି ରହିଥାଏ ଆଉ ସେମାନେ ଦେଖନ୍ତି ଯୋଉ ଗୋଟିଏ ସ୍ଥାନରେ ଯଦି ସେମାନଙ୍କର ଯୋଉ ରହିଲା ଆମର ବର୍ଷା କମି ଯାଇଛି କିମ୍ବା ଯୋଉ ଜୀବଜନ୍ତୁ ମାନଙ୍କ ପାଇଁ ଚରିବା ପାଇଁ ଅନେକ ଜାଗା ନାହିଁ କିମ୍ବା ଯୋଉ ପ୍ରାକୃତିକ ପରିସ୍ଥିତି କଣ୍ଡିସିଭ ନୁହେଁ ବା ଭଲ ନୁହେଁ ସପୋର୍ଟ କଲା ଭଳି ନୁହେଁ ତ ସେମାନେ ମୁଖ୍ୟତଃ ଜାଗା ପରିବର୍ତ୍ତନ କରିଥାନ୍ତି ଏବଂ ସେମାନେ ମୁଖ୍ୟତଃ ନୋମାଡିକ ଏଇଥିପାଇଁ କୁହାଯାଏ ସେମାନେ ବାରମ୍ବାର ସେମାନଙ୍କର ଜାଗା ପରିବର୍ତ୍ତନ କରିଥାନ୍ତି ବର୍ତ୍ତମାନ ଆସିଲା ଆମର ଯୋଉ ଟ୍ରାନ୍ସ ହ୍ୟୁମାନ ପାସ୍ଚରାଲିଜମ ଏବଂ ଏଥିରେ ଦେଖାଯାଏ ଯେ ମୁଖ୍ୟତଃ ଏହା ୟୁରୋପ ଆଫ୍ରିକା ଏବଂ ଏସିଆ ଏବଂ ଦକ୍ଷିଣ ଆମେରିକାରେ ଏଭଳି ପାସ୍ଚରାଲିଷ୍ଟକୁ ଆମେ ପାଇଥାଉ ଏଇଟା ଗୋଟିଏ ମୁଖ୍ୟତଃ ଏଇ ଯୋଉ ପାସ୍ଚରାଲିଷ୍ଟ ମାନେ ରହିଲେ ଏହା ତାଙ୍କର ଯୋଉ ଆମର ସିଜନ ରହିଲା ବା ଯୋଉ ଆମର ଋତୁ ରହିଲା ଋତୁ ଅନୁସାରେ ସେମାନେ ତାଙ୍କର ସ୍ଥାନ ପରିବର୍ତ୍ତନ କରିଥାନ୍ତି ଏବଂ ବେଳେ ବେଳେ ଦେଖାଯାଇଥାଏ ଯେ ଏଇ ଯୋଉ ପାସ୍ଚରାଲିଷ୍ଟ ମାନେ ରହିଲେ ସେମାନେ ହୁଏତ ଲୋକ ଭଡାରେ ଆଣିକିରି ମଧ୍ୟ ତାଙ୍କୁ ସାଙ୍ଗରେ ନେଇକି ଯାଆନ୍ତି ତାଙ୍କର ଯୋଉ ଗୃହପାଳିତ ପଶୁମାନଙ୍କୁ ଚରେଇବା ପାଇଁ ଏବଂ ଦେଖାଯାଇଥାଏ ଯେ ମୁଖ୍ୟତଃ ଏଇ ଯୋଉ ପାସ୍ଚରାଲିଷ୍ଟ ମାନେ ରହିଲେ ସେମାନେ ମୁଖ୍ୟତଃ ଯୋଉ ଆମର ଲୋୟର ସେଟଲମେଣ୍ଟ ଏରିଆ ବା ଲୋୟର ଲାଟିଟ୍ୟୁଡ ସରି କ୍ଷମା କରିବେ ଲୋୟର ଯୋଉ ନିମ୍ନ ଅଲ୍ଟିଟ୍ୟୁଡ ରିଜନ ଗୁଡା ରହିଲା ବା
ଭାଗ ଗୁଡ଼ିକ ରହିଲା ପୃଥିବୀର ସେଇ ଜାଗାରେ ମୁଖ୍ୟତଃ ସେମାନେ ସେଟେଲ୍ ହେଇଥାନ୍ତି ଆଉ ସେଠି ମୁଖ୍ୟତଃ ଭାବରେ ସେମାନେ ପରମାନେଣ୍ଟଲି ସେଟେଲ୍ ହେଇଥାନ୍ତି, ସ୍ଥାୟୀ ଭାବରେ ବସବାସ କରନ୍ତି। ଏବଂ ଯଦି ଦେଖାଯାଏ ଯେ ଆଜି ସମୟରେ ଯେଉଁ ଅସୁବିଧା ହେଇଛି ପାସ୍ଚରାଲିଷ୍ଟ ମାନଙ୍କର, ସେ ଅସୁବିଧା ଗୁଡ଼ିକ କ'ଣ ଆମେ ଯଦି ଆଲୋଚନା କରିବା, ଦେଖିବା ଯେ ଏଇ ଯେଉଁ ଆଜିକାଲି ଜନସଂଖ୍ୟା ବଢ଼ିବା ଅନୁସାରେ ଜମି ବା ଯେଉଁ ଭୂମିର ଯେଉଁ ଆମାଉଣ୍ଟ ରହିଛି ବା ଯେଉଁ ସାଇଜ୍ ରହିଛି ତା ଦିନକୁ ଦିନ କମି କମି ଯାଉଛି। ଏବଂ ଏହା କମିବା ଦ୍ୱାରା ଯେଉଁ ଗ୍ରେଜିଂ ଲ୍ୟାଣ୍ଡ ରହିଥିଲା ବା ଯେଉଁଠି ପଶୁପକ୍ଷୀମାନେ ଚରିବା ପାଇଁ ଯେଉଁ ଗ୍ରେଜିଂ ଲ୍ୟାଣ୍ଡ ରହିଥିଲା ତାହା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଆମେ ଯଦି ଦେଖିବା ଷ୍ଟାଟିଷ୍ଟିକ୍ସ, ଯେଉଁ ଆମର ଆଗ୍ରିକଲଚରାଲ ସେନ୍ସସ୍ ଅଫ୍ ଇଣ୍ଡିଆ ଅଛି, ତାର ଯଦି ଷ୍ଟାଟିଷ୍ଟିକ୍ସ ଦେଖିବା, ଆମର ପ୍ରତି ବର୍ଷ ଯେଉଁ ଗ୍ରେଜିଂ ଲ୍ୟାଣ୍ଡ ଆମର ରହିଥିଲା ଆଗରୁ ସବୁ ପ୍ରତି ଗାଁରେ ବା ପ୍ରତି କମ୍ୟୁନିଟିରେ ସମ୍ପ୍ରଦାୟର ଗୋଟେ ଗୋଟେ ଗ୍ରେଜିଂ ଲ୍ୟାଣ୍ଡ ଥିଲା, ସେ ଯେଉଁ ଗ୍ରେଜିଂ ଲ୍ୟାଣ୍ଡ ଧୀରେ ଧୀରେ କମିବାକୁ ଲାଗିଛି। କାରଣ ଲୋକମାନ ସଂଖ୍ୟା ବଢ଼ିବା ଅନୁଯାୟୀ ଯେଉଁ ଖାଦ୍ୟଦ୍ରବ୍ୟର ଆବଶ୍ୟକତା ବଢ଼ି ବଢ଼ି ଚାଲିଛି, ତେଣୁ ସେ ଗ୍ରେଜିଂ ଲ୍ୟାଣ୍ଡକୁ ଲୋକ ଧୀରେ ଧୀରେ ଚାଷ ଜମିରେ କନଭର୍ଟ କରୁଛନ୍ତି ବା ପରିବର୍ତ୍ତିତ କରୁଛନ୍ତି। ଏହାଦ୍ୱାରା ସେମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏବଂ ଯଦି ଦେଖାଯାଏ ଯେ ଯେଉଁ ହିମାଳୟାନ ରିଜନ ରହିଲା ବା ଜିଓଗ୍ରାଫି ରହିଲା ବା ଯେଉଁ ଜାଗାଟି ରହିଲା, ଜାଗା ଗୁଡ଼ିକ ରହିଲା, ସେଠି ପାସ୍ଚରାଲିଷ୍ଟ ମାନେ ମୁଖ୍ୟତଃ ଯେଉଁ ତାଙ୍କର ଲ୍ୟାଣ୍ଡ ରାଇଟ୍ସ ସେମାନଙ୍କୁ ମିଳୁନାହିଁ, ଯାହା ଏବଂ ଯେଉଁ ଜନସଂଖ୍ୟା ବଢ଼ିବା ଦ୍ୱାରା ସେମାନଙ୍କର ଯେଉଁ ପାସ୍ଚରାଲ ଲ୍ୟାଣ୍ଡ ମଧ୍ୟ ରହିଛି ତା ଧୀରେ ଧୀରେ କମି କମି ଯାଇଛି। ଆଉ ମଧ୍ୟ ଦେଖାଯାଏ ଯେ ଯେଉଁ ଗଭର୍ଣ୍ଣମେଣ୍ଟର ଆମର ରିଆକ୍ସନ ରହିଛି, ଗଭର୍ଣ୍ଣମେଣ୍ଟ ବେଳେବେଳେ ବା ସରକାରଙ୍କର ଯେଉଁ ରିଆକ୍ସନ ରହିଛି ଯେଉଁ ପାସ୍ଚରାଲିଷ୍ଟଙ୍କ ପ୍ରତି, ଏହା ଦେଖିଲେ ଜଣାଯାଏ। ଗୋଟେ ଉଦାହରଣ ମୁଁ ଦେବି ଯେ ଆମର ଯେଉଁ ହିମାଚଳ ପ୍ରଦେଶ ରହିଛି, ତାର କିଭଳି ଯେଉଁ ସରକାର ଯେଉଁ ପାସ୍ଚରାଲ ଲ୍ୟାଣ୍ଡ ରହିଥିଲା, ଯେଉଁ ଜୀବଜନ୍ତୁ ଚରିବା ପାଇଁ ଯେଉଁ ଜମି ରହିଥିଲା, ତାହାକୁ କିଭଳି ଭୂମିହୀନ ମାନଙ୍କ ମଧ୍ୟରେ ବାଣ୍ଟି ଦେଇଥିଲେ। ଏହାଦ୍ୱାରା ପାସ୍ଚରାଲିଷ୍ଟ ସମ୍ପ୍ରଦାୟ ଗୁଡ଼ିକ ଥିଲେ, ସେମାନଙ୍କର କିଭଳି ଯେଉଁ ଜୀବନ ଜୀବିକା ପ୍ରଭାବିତ ହୋଇଥିଲା। ଆମେ ଦେଖିବା ଯେଉଁ ଥ୍ରେଟ୍ ଅଫ୍ ଲାଇଭଲିହୁଡ୍, ଆମେ ଯାହା କହିଲେ ଯେ ବର୍ତ୍ତମାନ ଯେଉଁ କ୍ଲାଇମେଟ୍ ଚେଞ୍ଜ ହେଉଛି ବା ଆମର ଯେଉଁ ପରିବେଶ ବଦଳୁଛି, ଯେଉଁ ଗ୍ଲୋବାଲ ୱାର୍ମିଂ ଯୋଗୁଁ, ସେଥିପାଇଁ ଅନେକ ସମୟରେ ଦେଖାଯାଇଥାଏ ଯେ ଯେଉଁ ଆମର ପାସ୍ଚରାଲିଷ୍ଟ ମାନେ ସେମାନେ ବିପୁଳ ଯେଉଁ ଖାଦ୍ୟଦ୍ରବ୍ୟ ଦରକାର ଯେଉଁ ଜୀବଜନ୍ତୁ ମାନଙ୍କ ପାଇଁ, ଗୃହପାଳିତ ପଶୁମାନଙ୍କ ପାଇଁ, ତାହା ମିଳୁନି। ଏବଂ ଯେହେତୁ ଗ୍ରେଜିଂ ଲ୍ୟାଣ୍ଡ ବା ପାସ୍ଚରାଲ ଲ୍ୟାଣ୍ଡ ଧୀରେ ଧୀରେ କମି କମି ଯାଉଛି, ଆଜିକାଲି ଯେଉଁ ଆମର ରୋଡ କନଷ୍ଟ୍ରକ୍ସନ ହେଲା କିମ୍ବା ଯେଉଁ ଚାଷ ପାଇଁ ଯେଉଁ ଜମିର ବ୍ୟବହାର ହେଉଛି, କିମ୍ବା ନୂଆ ଜଙ୍ଗଲ ସୃଷ୍ଟି କରାହେଉଛି, କିମ୍ବା ଯେଉଁ ଡିଫେନ୍ସ କ୍ୟାମ୍ପ ସୃଷ୍ଟି କରାହେଉଛି, ଏହାଦ୍ୱାରା ଜମିର ପରିମାଣ କମି କମି ଯାଉଛି। ଏ ଯେଉଁ ଆମର ଗ୍ରେଜିଂ ଲ୍ୟାଣ୍ଡର ପରିମାଣ ବା ଯେଉଁ ଚରିବା ଯେଉଁ ଜମିର ପରିମାଣ ଯେହେତୁ କମି କମି ଯାଉଛି, ତେଣୁ ଏହାଦ୍ୱାରା ଦେଖାଯାଇଥାଏ ଯେ ଅନେକ ପାସ୍ଚରାଲିଷ୍ଟ ସେମାନେ ତାଙ୍କ ଜୀବିକା ଏବଂ ଜୀବିକା ନିର୍ବାହର ପନ୍ଥା ହରାଇ ସାରିଲେଣି। ଏହାପରେ ଦେଖାଯାଏ, ଯାହା ଆମେ ଆଲୋଚନା କଲେ ଯେ କିଭଳି ଭାବରେ ଯେଉଁ ଆମର ଜଙ୍ଗଲକୁ ବ୍ୟାନ୍ କରିଦିଆଗଲା ଲୋକମାନଙ୍କର ଆକ୍ସେସ୍ ପାଇଁ ବା ପାସ୍ଚରାଲିଷ୍ଟଙ୍କ ଆକ୍ସେସ୍ ପାଇଁ, କିମ୍ବା ଯେଉଁ ଇରିଗେସନ ବା ଜଳସେଚନର ବ୍ୟବସ୍ଥା ଆସିବା ପରେ କିଭଳି ଜମି ଯେଉଁ ଚାଷ ଜମିକୁ କନଭର୍ଟ କରିଦିଆଯାଇଥିଲା, ଧୀରେ ଧୀରେ କିଭଳି ଭାବେ ପାସ୍ଚରାଲ ଲ୍ୟାଣ୍ଡ କମି କମି ଯାଇଛି। ଆଉ ଦେଖାଯାଏ ଯେ ଅନେକ ସମୟରେ ଯେହେତୁ ସେବାର ଅଭାବରୁ ମଧ୍ୟ, ଯେଉଁ ହସ୍ପିଟାଲ କେୟାରର ଅଭାବରୁ ମଧ୍ୟ ଅନେକ ଜୀବଜନ୍ତୁ ମରିଯାଇଥାନ୍ତି। ଏହାଦ୍ୱାରା ମଧ୍ୟ ତାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ। ବର୍ତ୍ତମାନ ଆମେ ଦେଖିବା ଯେଉଁ ହର୍ଟିକଲଚରାଲ ସୋସାଇଟି ଅଛି, ତାହା କିଭଳି ଭାବରେ ଭାରତରେ ଗଢ଼ି ଉଠିଥିଲା। ଆମେ ଦେଖିବା ଯେଉଁ ହର୍ଟିକଲଚରାଲ ସୋସାଇଟି ବା ହର୍ଟିକଲଚର ଗୋଟେ କିଭଳି ଭାବେ ଗୋଟେ ପ୍ରଧାନ ଆମର ଅର୍ଥନୀତିର ଅଂଶ ହୋଇ ଗଢ଼ି ଉଠିଛି। ବର୍ତ୍ତମାନ ଯଦି ଦେଖିବା ଆମେ ଆଗ୍ରିକଲଚରାଲ ସେନ୍ସ ଅଫ୍ ଇଣ୍ଡିଆ, ବର୍ତ୍ତମାନ ଅନେକ ଗୁଡ଼ିଏ ଚାଷୀ ସେମାନଙ୍କର ପନ୍ଥା ପରିବର୍ତ୍ତନ କରି ଯେଉଁ କନଭେନସନାଲ ଆଗ୍ରିକଲଚର ବା ପ୍ରାଚୀନ ଆଗ୍ରିକଲଚରକୁ ପରିବର୍ତ୍ତନ କରି କିଭଳି ହର୍ଟିକଲଚରାଲ ପ୍ରାକ୍ଟିସକୁ ଯାଇଛନ୍ତି। ହର୍ଟିକଲଚରାଲ ପ୍ରାକ୍ଟିସ ଯଦି ଦେଖିବା, ଆମର ମୁଖ୍ୟତଃ ତିନି ପ୍ରକାର, ଗୋଟେ ଫ୍ରୁଟ, ଗୋଟେ ଗାର୍ଡେନିଂ, ଆଉ ଗୋଟେ ହେଲା ଆମର ଯେଉଁ ଡୋମେଷ୍ଟିକେସନ ଅଫ ଅର୍ଣ୍ଣାମେଣ୍ଟ, ଯେମିତି ଫୁଲ ଚାଷ ଭଳି ଚାଷ। ଆମେ ଯଦି ଦେଖିବା, ପମୋଲୋଜି ହେଲା ଗୋଟେ ପ୍ଲାଣ୍ଟ ବା ଯେଉଁ ଆମର ଫଳ ଚାଷ କରିବା ବା ଯେଉଁ ମଞ୍ଜି ଚାଷ କରିବା, ଏବଂ ଓଲେରିକଲଚର ହେଲା ଗୋଟେ ଯଥା ପରିବା କିମ୍ବା ଫୁଡ ଗ୍ରେନ୍ ବା ଖାଦ୍ୟଶସ୍ୟ ଇଏ କରିବା। ଆଉ ଅର୍ଣ୍ଣାମେଣ୍ଟାଲ ହେଲା ଯେଉଁଟା ଆମର ଯେଉଁ ଗ୍ରୀନ୍, ଆଜିକାଲି ଯେଉଁ ଆମେ ମନି ପ୍ଲାଣ୍ଟ ହେଲା, ଯେଉଁ ସୋଫିଷ୍ଟିକେଟେଡ ପ୍ଲାଣ୍ଟ ଆମେ ସବୁ ଇଏ କରୁଛୁ। ଆମର ଯଦି ଟ୍ରାଡିସନାଲ ସିମ୍ପଲ ହର୍ଟିକଲଚର ଦେଖିବା, ଚାଷୀମାନେ ମୁଖ୍ୟତଃ ଗୋବର, ଗାଈ ଗୋବର ଖତ କିମ୍ବା ଯେଉଁ ପାଖରେ ଯେଉଁ ଆମର ଥିଲା ଆବଶ୍ୟକୀୟ ଜୈବ କମ୍ପୋଷ୍ଟ, ତାକୁ ୟୁଜ୍ କରି କରୁଥିଲେ। କିନ୍ତୁ ଯଦି ଆଡଭାନ୍ସ ହର୍ଟିକଲଚର ଆମେ ଦେଖିବା, ଆଡଭାନ୍ସ ହର୍ଟିକଲଚରରେ ଆମର ଲୋକମାନେ ଆଡଭାନ୍ସ ବା ଯେଉଁ ଆଧୁନିକ କେମିକାଲ ଫର୍ଟିଲାଇଜର ବା ସାର ଏବଂ ଔଷଧ ବ୍ୟବହାର କରି କରୁଛନ୍ତି।
ଏବଂ ଯଦି ଦେଖାଯାଏ ଯେଉଁ ଆଧୁନିକ ହର୍ଟିକଲଚର ରହିଛି, ଏ ଆଧୁନିକ ହର୍ଟିକଲଚରର ବହୁତ ଯୁବାପିଢ଼ି ଯେଉଁ ରହିଲେ ବା ୟଙ୍ଗ ଆଗ୍ରିକଲଚରାଲିଷ୍ଟ ବା ଏଣ୍ଟରପ୍ରେନ୍ୟର୍ସ ରହିଲେ, ସେମାନେ ମଧ୍ୟ ବହୁତ ଲୋଭାୟିତ ହୋଇ ଚାଷରେ ଯୋଗଦାନ ଦେଇଛନ୍ତି। ବର୍ତ୍ତମାନ ଆମେ ଯଦି କେତୋଟି କେସ୍ ଷ୍ଟଡି ଦେଖିବା ଓଡ଼ିଶା ସନ୍ଦର୍ଭରେ, ଅନେକ ଗୁଡ଼ିଏ ଯଦି ଦେଖିବା, ରିସେଣ୍ଟଲି ଏହା ଏକ ଖବରକାଗଜରେ ପ୍ରକାଶିତ ହୋଇଥିଲା ଯେ ଅନେକ ଗୁଡ଼ିଏ ଯେଉଁ ଇଞ୍ଜିନିୟର ମାନେ ରହିଲେ, ଯୁବା ଇଞ୍ଜିନିୟର ମାନେ, ସେମାନେ କିଭଳି ନିଜର ଇଞ୍ଜିନିୟରିଂ କାମ ଛାଡ଼ି ସେମାନେ କିଭଳି ଭାବେ ଯେଉଁ ହର୍ଟିକଲଚର ଯେଉଁ ଚାଷ ରହିଛି ବା ଯେଉଁ ଫଳ ଚାଷ ହେଲା କିମ୍ବା ଫୁଲ ଚାଷ ହେଲା କିମ୍ବା ଯେଉଁ ମଡର୍ନ ପ୍ଲାଣ୍ଟ ସବୁ ରହିଛି ଆଜିକାଲି ଯେଉଁ ଶୋ କରିବା ପାଇଁ ଆମେ ରଖିଥାଉ ଘରେ ହଉ କିମ୍ବା ଅଫିସରେ ହଉ, ଯେମିତି ଆମର ମନି ପ୍ଲାଣ୍ଟ ହେଲା କି ସେଇଭଳି ଯେଉଁ କେତେ ଗୁଡ଼ିଏ ସୋଫିଷ୍ଟିକେଟେଡ ପ୍ଲାଣ୍ଟ ରହିଛି, ତାହା ସେଇ ଯେଉଁ ଚାଷ ଗୁଡ଼ିକ ଆରମ୍ଭ କରିଛନ୍ତି କିମ୍ବା ସେଇଭଳି ଫଳ ଗୁଡ଼ିକ ବା ପୁଷ୍ପ ଗୁଡ଼ିକ ଫୁଲ ଗୁଡ଼ିକ ଯାହାର ଚାହିଦା ବାହାର ବଜାରରେ ଅଧିକ ଅଛି, ସେଗୁଡ଼ିକ କିଭଳି ଭାବରେ ସେମାନେ ଚାଷ କରିବା ଆରମ୍ଭ କରିଛନ୍ତି। ଏବଂ ଯଦି ଦେଖିବା ଯେଉଁ ସୂକ୍ଷ୍ମ ବା ଯେଉଁ ଟେକ୍ନୋଲୋଜି ବା ଯେଉଁ ଆଡଭାନ୍ସ ଅତ୍ୟାଧୁନିକ ଯେଉଁ ଯନ୍ତ୍ରପାତିର ପ୍ରଚଳନ ହେବା ଦ୍ୱାରା ଏଇସବୁ ଜିନିଷ, ଏଇ ଚାଷଟି କିଭଳି ସେମାନଙ୍କ ପାଇଁ ସହଜ ସାଧ୍ୟ ହୋଇପାରିଛି। ଏଥିରୁ ଆମେ ଆଜିର ଆଲୋଚନାରେ ଆମେ ଜାଣିବା ପାଇଁ ପାଇଲେ ଯେ ସମାଜ ଯେଉଁ ଦୁଇଟି ସମାଜ ରହିଥିଲା, ଆମର ଗୋଟିଏ ହେଲା ହଣ୍ଟର ଆଣ୍ଡ ଗ୍ୟାଦରର ସୋସାଇଟି, ଆଉ ଗୋଟେ ହେଲା ପାସ୍ଚରାଲିଷ୍ଟ ସୋସାଇଟି। ଏହା କିଭଳି ଭାବରେ ସମୟାନୁକ୍ରମେ ତାର ଯେଉଁ ଆର୍ଥିକ ଯେଉଁ ପ୍ରାକ୍ଟିସ ରହିଛି ବା ଯେଉଁ ପନ୍ଥା ରହିଛି ବା ସେମାନଙ୍କ ଜୀବନ ଜୀବିକା ନିର୍ବାହର ପନ୍ଥା ରହିଛି, ତାହା କିଭଳି ଭାବେ ପରିବର୍ତ୍ତନ ହୋଇଥିଲା। ତେଣୁ ଆଜିର ଆଲୋଚନାକୁ ଆମେ ଏଇଠି ରଖିବା। ଧନ୍ୟବାଦ।